प्रभु को महानाम धन्यवाद दूची आज पुणी थे गुड़ी महाराम को आसवाई एक उपवास सभारे उपस्थित होगापी प्रभु मत अवकाश देते एणु प्रभु को नाम धन्य हो तहित स्थानीय मंडली पालक कर्मकर्तागण को पुणी स्थान में उपस्थित समस्त मो पक्षर साधुवाद एवं नमस्कार ज्ञापन करुच्ची आसतु पदे प्रार्थना करवा वाक्य सभा मंगलमय पवित्र स्वर्गीय पिता तुम पवित्र नाम धन्यवाद करुच्छे प्रभु ये समय आम मैंने तुम नाम समवेत होइछु आम मानकर समवेत हेबा एक आरेक आशीर्वाद विषय हो तुम्हार गौरवर विषय हो तुम गीत स्तोत्र द्वारा तुम्हार प्रशंसा करू करू तुम वाक्य अध्ययन करने चाहूँ यही बेलारे तुम्हार वाक्य दे आम समस्त सहित कथा समस्त प्रतिबंधक दूर हे प्रभु तुम्हें निजे आम सहित आलाप करो एवं यही समय सेवा कार्य को आशीर्वाद करो तुम हस्तरे समर्पित होई प्रार्थना जीशु को नाम रे मांगिले आमेन। आज प्रसंगटी को पढ़ा माइक पढ़ु तथापि प्रभु कहते एबे तुम्हें माने उपवास रोधन और विलाप करी आपण मानकर सर्वांतकरण सहित आंब निकट को फेरी आस पुणी आपण आपण वस्त्र न चिरी अंतकरण चिर और सदा प्रभु आपण मानकर परमेश्वर निकट को फेरी आस कारण से कृपामय और स्नेहशील क्रोधरे धीर और दयारे परिपूर्ण आ से अमंगल करिबा विषय रे क्षांत होती एठारे उपवास करिबार आशीर्वाद को आमे माने देखुछु लेखा अछि एबे हे तुम्हे माने उपवास रोदन विलाप करी आपणा मानकर सर्वांतकरण सहित आंभ निकट को फेरी आस पुणी आपणा वस्त्र न चिरी अंतकरण चिर एठारे कौन करिबा पाई कुहा जायछि समस्त टिके पढ़ंतु से पद को बाग करंतु समस्ते बाहर गले जोएल 2:12-13 पढ़िबे समस्ते रेडी 1 2 3 पढ़न तुम्हें माने उपवास रोधन और विलाप करी आपण मानकर सर्वांतकरण सहित आम निकट को फेरी आस पुणी आपण आपण वस्त्र न चिरी अंतकरण चिर सदा प्रभु आपण मानकर परमेश्वर को निकट को फेरी आस कारण से कृपामय स्नेहशील हृदय धीर दयारे परिपूर्ण से अमंगल करिबा विषय रे क्षांत होती ठीक अछि पढ़िले समस्ते केते लोक उपवास रे अछंती बोली मु पचारिबे नै पाक मते बाजिला करे लोक फैन रखी देले हेबो कि टिके मते बाजिला पर देखो तार मुंड को टिके मुआड को उठाओ मुहा मुह टिके से नतमस्तक होइछि कौन मिले चिपा चिपी करबो ना
ହଉ ସେମାନେ କରନ୍ତୁ ସମସ୍ତେ ଗାଇଡ ତାଙ୍କୁ କରିବାନି ଏଇ ଯୋଉ 12-13 ପଦ ଆମେ ପଢିଲୁ ଏଇ ପଦରେ ମୋ ଆଡକୁ ଦେଖ ସେପଟେ କିଛି ଇଞ୍ଜିନିୟରିଂ କାମ ଚାଲେ ନାହିଁ ମୋ ଆଡକୁ ଶୁଣ ଇଆଡେ ଦେଖ କଣ କରିବା ପାଇଁ କୁହାଗଲା ଏ 12-13 ପଦରେ ଫେରିବା ପାଇଁ ଆଉ କୁହନ୍ତୁ କଣ କରିବା ପାଇଁ କୁହାଗଲା କଣ ଲାଗୁଛି ଏହି 12-13 ପଦରେ କୁହାଯାଏ ନାହିଁ ଆମେ ଭଲରେ ଯଦି ପଢିବା ବେଳେ ବେଳେ ଆମେ ଠିକରେ ବୁଝି ନଥାଉ ଚାଲନ୍ତୁ ମୁଁ ପଢୁଛି ଶୁଣନ୍ତୁ ଏବେ ହେଁ এই যে শব্দ এবে হে লেখা ଅଛି ମୁଁ ଆଜି ସେ ଉପରେ ଆପଣ ମାନଙ୍କୁ କହିବାକୁ ଯାଉଛି ତାହା ତ କହିବି ତା ପୂର୍ବରୁ କହିବା ପାଇଁ ଚାହେଁ ଏବେ হে ତୁମ୍ଭେ ମାନେ ଉପବାସ ରୋଦନ ବିଳାପ କରି ଆପଣ ମାନଙ୍କର ସର୍ବାନ୍ତକରଣ ସହିତ ଆମ୍ଭ ନିକଟକୁ ଫେରି ଆସ 13 ପଦରେ ବସ୍ତ୍ର ନଚିରି ଅନ୍ତଃକରଣ ଚିର ପରମେଶ୍ୱରଙ୍କ ନିକଟକୁ ଫେରି ଆସ ଗୋଟିଏ କଥାକୁ 2 ଥର କୁହାଗଲା ତାହା ହେଉଛି ଫେରି ଆସ ଆଚ୍ଛା ଏଠାରେ ଉପବାସ କରିବା ପାଇଁ କେବଳ କୁହାଯାଇ ନାହିଁ ଏଠାରେ ଲକ୍ଷ୍ୟ ହେଉଛି ଫେରି ଆସ ପ୍ରମୁଖ ଲୋକମାନେ ଉପବାସ 1 ରୋଦନ 2 ବିଳାପ 3 ଅନ୍ତଃକରଣ ଚିର 4 ଏ 4 ଗୋଟି କାମ କରିକି ଫେରି ଆସ ଶେଷ କାମଟି କଣ ଅଟେ ଫେରି ଆସିବା ଆଚ୍ଛା ତେବେ ମୂଳ କାମ ହେଉଛି ଏଠାରେ ମୂଳ ଉଦ୍ଦେଶ୍ୟ ହେଉଛି ଉପବାସ ନାହିଁ ପ୍ରଭୁ କହୁଛନ୍ତି ଏସବୁ କରିକି ଫେର ବୋଲୁଛନ୍ତି ବୁଝିବା ପାଇଁ ବହୁତ ଧ୍ୟାନର ସହିତ ଶୁଣିବାକୁ ପଡିବ ତାମାନେ ଜଣେ ଲୋକର ଅନ୍ତଃକରଣ ଫେରି ଆସୁ ଈଶ୍ୱରଙ୍କ ନିକଟକୁ ଫେରି ଆସୁ ଏହା ହିଁ ଏଠାରେ କୁହାଯାଉଛି ଉପବାସ କର ରୋଦନ କର ବିଳାପ କର ଅନ୍ତଃକରଣ ଚିର ଏବଂ ଫେର ଆଚ୍ଛା ମନେ କରନ୍ତୁ ଆମେ ଉପବାସ କଲୁ ଠିକ ଅଛି ଆଉ ରୋଦନ ମଧ୍ୟ କଲୁ
ଦ୍ୱିତୀୟ କାମ। ଆଉ ବିଳାପ ମଧ୍ୟ କଲୁ। ବିଳାପ କେମିତି କରାଯାଏ? ସ୍ୱର ନ ବାହାରିକି କ୍ରନ୍ଦନ କରିବା ହଉଛି ବିଳାପ। ଆମେ ଉପବାସ କଲୁ, ରୋଦନ କଲୁ, ବିଳାପ କଲୁ, କିନ୍ତୁ ଫେରିଲୁ ନାହିଁ। ଉପବାସ ରହିଲା, ଆମର କଡା ଉପବାସ ହେଲା। ଠିକ ଅଛି, ଆମେ ବିଲକୁଲ ଖାଇଲୁ ନାହିଁ, ଜମା ଖାଇଲୁ। ଆଉ ଭୟଙ୍କର କାନ୍ଦିଲୁ। ଆମେ ଏମିତି କାନ୍ଦିଲୁ ଯେ କେବେ କାନ୍ଦି ନଥିଲୁ। ଆଉ ପୁରା ଅନ୍ତଃକରଣ ଆମେ ଭାଙ୍ଗି ପକାଇଲୁ, ଭଗ୍ନାନ୍ତକରଣରେ କାନ୍ଦିଲୁ। କିନ୍ତୁ ଆମେ ଯୋଉ ପାପରେ ଥିଲୁ, ଉପବାସ ବେଳକୁ ବି ଅଛୁ, ଉପବାସ ସରିଲା ପରେ ବି ଅଛୁ। କୋଉ କୋଉ ପାପ? ଫେରି ଆସ ବୋଲି କହିଲେ କେଉଁଠାରୁ ଫେରିବା କଥା କୁହାଯାଉଛି? ପାପରୁ। ହେଲେ ଏଠାରେ ଖାଲି ଭୋକରେ ରହିବା ପାଇଁ କୁହାଯାଏ ନାହିଁ। ଏଠାରେ କୁହାଯାଉଛି ଉପବାସ କର, ରୋଦନ କର, ବିଳାପ କର, ଅନ୍ତଃକରଣକୁ ଚିର, ତାପରେ ଫେର। ଆଚ୍ଛା, ଜଣେ ଲୋକ ଉପବାସ କଲା, ରୋଦନ କଲା, ବିଳାପ କଲା, ଆଉ ଅନ୍ତଃକରଣକୁ ବି ଚିରି ଦେଲା, କିନ୍ତୁ ପଡୋଶା ଲୋକ ସହିତ କଥା ହେଉ ନାହିଁ। କିଏ ବା ସାହିରେ କାହା କାହା ସହିତ ମୁହଁ ଫୁଲାଫୁଲି ହେଇକି ଅଛି, କାହା କାହା ସହିତ ଝଗଡା ହେଇକି ଅଛି, ବା ଆଉ କିଛି କିଛି ପାପରେ ଅଛି, ଉପବାସ କରିଛି। ତେବେ ଏ ଉପବାସରେ କିଛି ଲାଭ ହେବ କି? ଭୋକରେ ରହିବା ଦ୍ୱାରା, କେବଳ ରହିବା ଦ୍ୱାରା କିଛି ଲାଭ ହୁଏ ନାହିଁ। ଖାଲି ଭୋକରେ ରହିଲେ କିଛି ଲାଭ ହେବ ନାହିଁ। ଏଠାରେ ଉପବାସ କରିବା ମୂଳ କଥା ନୁହେଁ। ଏଇଠାରେ ମୂଳ କଥା ହଉଛି ଏସବୁ କରିକି ତୁମେ ଫେର, ଏସବୁ କରିକି ଫେର। ପ୍ରଭୁଙ୍କ ଲୋକମାନେ, ଆଜି ମୁଁ କୁଡ଼ିକି ମାହାରେ ଅଛି, ଆଉ ମତେ ଯଦି ଫେରିବାକୁ ପଡିବ ତ ନିଜ ସହରକୁ ଫେରିବାକୁ ପଡିବ। ତାମାନେ ଆମେ ଯେତେ ଦୂରକୁ ଚାଲି ଯାଇଛୁ, ଫେରିକି ଆସିବାକୁ ପଡିବ। ଉପବାସର ପ୍ରଥମ ଉଦ୍ଦେଶ୍ୟ ହଉଛି ନିଜ ନିଜର ପାପରୁ ଫେରିବା, ଭୋକରେ ରହିବା ନାହିଁ। ଥରେ କଣ ହେଇଛି, ଗୋଟେ ସଣ୍ଡେ ସ୍କୁଲ टीचर, ଏ ଗାଁରେ ସଣ୍ଡେ ସ୍କୁଲ ହଉଛି କି? ହେଉଛି? ହେଉ ନାହିଁ? ସଣ୍ଡେ ସ୍କୁଲ ହେବା କଥା, କରନ୍ତୁ, ସଣ୍ଡେ ସ୍କୁଲ କରନ୍ତୁ। ସାନ ସାନ ପିଲାମାନଙ୍କୁ ରବିବାର ଦିନ ପ୍ରଭୁଙ୍କ ବାକ୍ୟକୁ ଶିଖାନ୍ତୁ। ଗୋଟେ ଗାଁରେ କଣ ହେଇଛି, ସଣ୍ଡେ ସ୍କୁଲ ଚାଲିଛି। ତ ସଣ୍ଡେ ସ୍କୁଲ ର टीचर से सिनेमा प्रिय अटंती। आओ शुक्रवार दिन से केबे हेले खाइबे नहीं। कौन पाई खाइबे नहीं? हाँ, उपवास। એટલે શુક્રવાર ही કાହିଁକି ଉପବାସ, ଅଲଗା ଦିନ କାହିଁକି ନାହିଁ? এটা ଗୋଟେ ମାନ୍ୟତା ରହି ଯାଇଛି, ଯୀଶୁ କ୍ରୁଶରେ ମଲେ ଶୁକ୍ରବାର ବୋଲି ସେ ଦିନ ହିଁ ଉପବାସ କର। କିନ୍ତୁ ଯୀଶୁ ଶୁକ୍ରବାର ଦିନ ଉପବାସ ଆରମ୍ଭ କରିନାହାନ୍ତି।
से जर्दन नदी डुबन नेले उपवास आरंभ कले शुक्रवार दिन बोली लेखाई ना एणु आप कहीं शुक्रवार ही धरी गुता धरला अन्य दिन कहीं करेंगे ना आउ जीसु शुक्रवार मरी ना सरला लेखा छेड़ केमिति जीसु निजे कहले जुनस जेपरी भूगर्भरे मत्स्य उदर 3 दिन 3 राति रहिले मनुष्य पुत्र सेपरी 3 दिन 3 राति रहिले तो शुक्रवार दिन तो हेउ नहीं 3 दिन 3 राति होछि कि रविवार को हेउ नहीं एनु शुक्रवार को आपण माने खाली कॉन्ट्रैक्ट धरला परी गुता धरला परी धरतु नहीं अन्य दिन मध्य करंतु से भौणी केबे हेले शुक्रवार दिन से खाइबो नाही उपवास करिवो आ से किंतु सिनेमा मध्य से देखिबो कौन हेछि तार गोटे फेवरेट हीरो थिला सिनेमा देखिबा लोक मानकर फेवरेट हीरो थाउछि ना नै आम कोड़की महा गाँव भाई भौणी माने जमा सिनेमा देखु नाहंती बोली कि मु भाबुछि ए माने बहुत आत्मिक ए माने बिल्कुल सिनेमा देखु नथिबे बहुत आत्मिक अच्छा से भौणी तार गोटे प्रिय हीरो अछि हेले एटा सत्य कथा जेते बेले तार प्रिय हीरो रो सिनेमा लागिवो तार इच्छा कोन प्रथम शो से देखिबार अछि द्वितीय शो देखिबो नै से माने तार हीरो को के न देखुनो से देखिबार अछि तार सीधा गोटे उद्योग एले जो दिन से सिनेमा लागि छी से दिन शुक्रवार पड़िबो ना एले उपवास तो ये बंद करिबो नाही उपवास अछि हेले तार रेकर्ड मध्य तो खराब करिबो नाही जेहेतु से प्रथमे तार हीरो को देखिबो हेले से दिन मेटनी शो बोली गोटे शो चाले मॉर्निंग शो मेटनी शो आपण माने जानि थिबे कि नाही कि से मॉर्निंग शो रे चालिबो ना उपवास मध्य अछि गीत बही धरला बाइबल धरला दारा धरला आओ सिनेमा हॉल को उपवास सहित जाइए कहानी को नहीं सत्य कथा से गाँव ना कहि नहीं से लोकर ना कहि लोकर ना मु जानी नहीं गाँव ना जानी हेले सिनेमा आरंभ न हो भक्तिर सहित ओढ़ना पके कि बालकनी रे बसी मने मने प्रार्थना करूथिबो उपवास तो अछि आओ सिनेमा जेमती स्टार्ट हैला सिनेमा रे किया आगरे माड़ खाए हीरो ना गुंडा हीरो कुटकुटा जेते बेले हीरो माड़ खाइला ये कांदी कांदी प्रार्थना स्टार्ट कर देला हे प्रभु मोर हीरो को रक्षा करो प्रभु मोर हीरो को दया करो प्रभु मोर हीरो को एमती हेबा को दियो नाही प्रभु कांदी कांदी प्रार्थना करला बेले को से संडे स्कूल पिला माने मोर से सिनेमा देखबा को जाई छथि से माने फ्लोर रे बसछन देरा की रे बापा कांदुछि हमर मैडम पर लागु छि एले अल्प समय परे हीरो के बेहले मार के मरिबो की से उठबो ना नहीं से पूरा उठला उठी करी जो पिटला गया गुंडा मान को ये संडे स्कूल टीचर हालेलुया प्रेज द लॉर्ड बोली कि पर भाषा कहबा को लगे कोठी एमती उपवास मध्य करूछन्ते खाली भोकरे रहिले किछि लाभ देब नाही बाकी दिन मान करे सिनेमा देखिबा छाड़ी नथिबो अश्लीलतारू फेरी नथिबो पापरू फेरी नथिबो तो भोगरे न रहिबा भलो
যদি জীবନରେ କୌଣସି ପାପ ଆପଣ ଛାଡ଼ି ନାହାନ୍ତି ତ ପ୍ରଭୁ କହୁଛନ୍ତି ଉପବାସ କରିକି ପାପରୁ ଫେର। ଉପବାସ କରିବା ପାଇଁ ଏହି ନିମନ୍ତେ କୁହାଗଲା କି ତୁମେ ଫେର। ଖାଲି ଭୋକରେ ରହିଲେ ହେବ ନାହିଁ। ଉପବାସର ଉଦ୍ଦେଶ୍ୟ ହେଉଛି ଫେରିବା। ଫେରିବା। ଯଦି କେହି ମିଥ୍ୟା ବହୁତ କହିଛନ୍ତି ତ ଆଜି ଉପବାସରେ ଅଛନ୍ତି ତ ଖାଲି ଭୋକରେ ରହିଲେ ହେବ ନାହିଁ। ନିଜର ମିଥ୍ୟା ହେତୁରୁ ଅନୁତାପ କର ଆଉ ଫେର। ଯଦି କେହି ବହୁତ ପରଚର୍ଚ୍ଚା ନିନ୍ଦା ମିଥ୍ୟା ରଚନା କରି କହିଛନ୍ତି ଆଜି ଉପବାସରେ ଅଛନ୍ତି ତାହେଲେ ଉପବାସ କରିକି ଫେର। ଯଦି କେହି ବହୁତ ଅନ୍ୟର ବିରୁଦ୍ଧରେ ବହୁତ ରହିଛନ୍ତି ଆଜି ଅନୁତାପ କର, ଅନୁତାପ କରିକି ଫେର। ଯଦି କେହି କାହା ସହିତ ବିବାଦରେ ଅଛନ୍ତି ତାହା ସହିତ ମିଳିତ ହୁଅ। ଫେରିବାର ଅର୍ଥ ନିଜେ ଫେରିବା ତାହା ନୁହଁ, ଶତ୍ରୁତାରୁ ବି ଫେରିବା। ଯଦି କାହା ସହିତ ଆପଣଙ୍କର ଶତ୍ରୁତା ଅଛି, ଆପଣ କଥାବାର୍ତ୍ତା ହେଉନାହାନ୍ତି, ମୁହଁ ଫୁଲାଇଛନ୍ତି, ତାହେଲେ ଆପଣ ସେ ଯୋଉ ଶତ୍ରୁତାରୁ ଫେରି ନାହାନ୍ତି। ଶତ୍ରୁତାରୁ ଫେରିବାକୁ ହେଲେ ସେ ବ୍ୟକ୍ତିକୁ କ୍ଷମା ଦେବାକୁ ପଡିବ ଯଦି ସେ ଭୁଲ କରିଛି। ଆଉ ଯଦି ଆପଣ ଭୁଲ କରିଛନ୍ତି ତାକୁ କ୍ଷମା ମାଗିବାକୁ ପଡିବ, ତାହେଲେ ଆପଣ ଶତ୍ରୁତାରୁ ଫେରିବେ। ଯଦି କେହି ଆଉ କିଛି ପାପରେ ଅଛନ୍ତି, ପାପକୁ ଲୁଚାଇକି ରଖିକି ଆପଣ ଭୋକରେ ରହିଲେ କିଛି ଲାଭ ହେବ ନାହିଁ। ଆପଣ ଲୁଗା ପିନ୍ଧିଛନ୍ତି ଆଉ ଲୁଗା ଭିତରେ ଗୋଟେ ଘା ହେଇଯାଇଛି, ଆପଣ ଉପରେ ଉପରେ ଲୁଗା ଉପରେ ଉପରେ ମଲମ ଲଗାଉଛନ୍ତି। କାମ ଦେବ ତ? ସୁଶାନ୍ତ କାମ ଦେବ? ହଁ, ହେଲେ କାହିଁକି ଏମିତି ଉପବାସ କରୁଛ? ଏବେ ମୁଁ ସାର୍ଟ ପିନ୍ଧିଛି, ଭିତରେ ଗୋଟେ ଘା ହେଇଯାଇଛି। ମନେକର ମୋ ପେଟରେ ଗୋଟେ ଘା ହେଇଛି, ବାନିଆନ ପିନ୍ଧିଛି, ତା ଉପରେ ସାର୍ଟ ପିନ୍ଧିଛି, ଆଉ ଏ ଉପରେ ମଲମ ଲଗେଇ ପକଉଛି। କିଛି ଲାଭ ଦେବ? କିଛି ଲାଭ। କଣ କରିବାକୁ ପଡିବ? ପ୍ରକୃତ ଘାରେ ମଲମ ଲଗେଇବାର ଅଛି। ନାରେ ଏଠାରେ ଉପବାସରେ ବସିଲେ କିଛି ହେବ ନାହିଁ। ଉପବାସ ପ୍ରାର୍ଥନା ଗୋଟେ ଚାଲିଛି ତ, ଆଉ ଜିତୁଲି ମା ଆସିଛି ତ, ଆଉ ସୁଯୋଗକୁ ଅମିତ ପାଣି ମଧ୍ୟ ତ ଆସି ଯାଇଛନ୍ତି। ଚାଲ ଟିକେ ଭଲ ଗୀତ ଟିକେ ଶୁଣିବା, ଆଉ ଭଲ ବାକ୍ୟ ଟିକେ ଶୁଣିବା। ଆଉ କଣ ଟିକେ ଭୋକରେ ରହିଯିବା। ଆଉ କାଲି ବି ଯୋଉ ପାପ କରୁଥିଲୁ ଆଜି ବି ସେ ପାପ ଅଛି ଭିତରେ, ଭିତରେ ଘା ଭର୍ତ୍ତି ହେଇଛି, କାଲିକି ବି ସେଇ ପାପ କରିବ। ତ ଭିତରୁ ଯଦି ଆପଣ ଫେରୁନାହାନ୍ତି, ମୁଁ କହିବି ଉପବାସ ବେକାର। ବାଇବଲର ଯେତେ ଜାଗାରେ କୁହାଗଲା ଉପବାସ, ସବୁ ଜାଗାରେ ଲୋକମାନେ ପାପରୁ ଫେରିଛନ୍ତି। ଆପଣ ଦେଖୁନାହାନ୍ତି ଜୁନସ୍ ପୁସ୍ତକରେ ତାହାର 3 ଅଧ୍ୟାୟ ପଢନ୍ତୁ, ତାହାର 5, 6, 7। ତହିଁରେ ଲୋକମାନେ ପରମେଶ୍ୱରଙ୍କ ଠାରେ ବିଶ୍ୱାସ କଲେ ଓ ଉପବାସ ଘୋଷଣା କରି ବଡ଼ ଠାରୁ ସାନ ପର୍ଯ୍ୟନ୍ତ ସମସ୍ତେ ଛୋଟ ବସ୍ତ୍ର ପିନ୍ଧିଲେ। କି ବସ୍ତ୍ର ପିନ୍ଧିଲେ? ପଢ, 8 ଯାଇ ପଢ। ଅନନ୍ତର ଏହି ସବୁ ବାର୍ତ୍ତା ନିନିବି ରାଜା ନିକଟରେ ଉପସ୍ଥିତ ହୁଅନ୍ତେ ସେ ଆପଣା ସିଂହାସନରୁ ଉଠିଲା ଓ ଆପଣାର ବସ୍ତ୍ର କାଢି ଛୋଟ ପିନ୍ଧି ଭସ୍ମରେ ବସିଲା। ପୁଣି ରାଜା ଓ ଅଧ୍ୟକ୍ଷ ଗଣର ଆଜ୍ଞା ଅନୁସାରେ ସେ ନିନିବିର ସର୍ବତ୍ର ଏହି କଥା ଘୋଷଣା ଓ ପ୍ରଚାର କରାଇଲା, ଯଥା ମନୁଷ୍ୟ କି ପଶୁ କିମ୍ବା ଗୋମେଷାଦି ଫଳ କେହି କିଛି ଆସ୍ୱାଦ ନ କରୁ।
ସେମାନେ ଭୋଜନ କି ଜଳପାନ ନ କରନ୍ତୁ, ମାତ୍ର ମନୁଷ୍ୟ ଓ ପଶୁ ଛୋଟ ପରିଧାନ କରି ଯଥାଶକ୍ତି ପରମେଶ୍ୱରଙ୍କୁ ଡାକନ୍ତୁ। ଆହୁରି ପ୍ରତ୍ୟେକ ଲୋକ ଆପଣା ଆପଣା କୁପଥରୁ ଓ ସେମାନଙ୍କ ହସ୍ତସ୍ଥିତ ଧରାତ୍ମରୁ ବିମୁଖ ହେଉନ୍ତୁ। କେଜାଣି ପରମେଶ୍ୱର ଫେରି ଦୁଃଖିତ ହୋଇ ଆପଣା ପ୍ରଚଣ୍ଡ କ୍ରୋଧରୁ ନିବୃତ୍ତ ହେବେ, ତହିଁରେ ଆମ୍ଭେମାନେ ବିନଷ୍ଟ ନ ହେବା। ତହୁଁ ସେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କୁ ଏହି କର୍ମ ପରମେଶ୍ୱର ଦେଖିଲେ, ପୁଣି ସେମାନଙ୍କ ପ୍ରତି ଯେଉଁ ଅମଙ୍ଗଳ ଘଟାଇବେ ବୋଲି କହିଥିଲେ, ପରମେଶ୍ୱର ତଦ୍ ବିଷୟରେ ଦୁଃଖିତ ହୋଇ ତାହା ଘଟାଇଲେ ନାହିଁ। Praise the Lord. Hallelujah. ପ୍ରଭୁ କଣ ଦେଖିଲେ? ନିନିବିର ଲୋକମାନଙ୍କର କଣ ଦେଖିଲେ? ସେଠାରେ ସେମାନେ କଣ କରିଛନ୍ତି ଶୁଣନ୍ତୁ। ନିନିବିର ଲୋକମାନେ ଉପବାସ କଲେ, ଆଉ ଚଟ ବସ୍ତ୍ର ପିନ୍ଧିଲେ, ଆଉ ପଶୁ ମାନଙ୍କୁ ମଧ୍ୟ ଉପବାସ କରେଇଲେ। ଆପଣ ମାନଙ୍କର ପଶୁ ଅଛି? କଣ କଣ ଅଛି? ଛେଳି, ଗୋରୁ, ମଇଁଷି? ନାଇଁ। ମେଣ୍ଢା? ନାଇଁ। କେବେ ପଶୁକୁ ଫାଷ୍ଟିଂ କରେଇଛ? ମୋର ଜଣେ ବନ୍ଧୁ ଅଛନ୍ତି ଲୁଧିଆନାରେ, ସେ ଶନିବାର ଦିନ ଆସିଲେ ତାଙ୍କର ମଇଁଷିକୁ ଫାଷ୍ଟିଂ କରେଇଲେ। ସେ ମଇଁଷି ବି ଏମିତି ଯେ ସେ ଜାଣିଛି ଶନିବାର ଦିନ ଆସିଲେ ସିଏ ଆହୁରି ଗୁହାଳକୁ ଯିବ ନାହିଁ, କୁଣ୍ଡକୁ ଦେଖିବ ନାହିଁ, ସେ ବି ଗୋଟେ ସାଇଡ୍ ହେଇକି ଚୁପଚାପ ରହିବ। ପୁଣି ସେ ମଇଁଷିକୁ ସେ ରୋଗ ହଉନି, ପୁଣି ଭଲ କ୍ଷୀର ଦଉଛି। ଆଚ୍ଛା, ନିନିବି ନଗରରେ ମଣିଷ ଓ ପଶୁ ସମସ୍ତେ ଉପବାସ କଲେ। ଆଚ୍ଛା, ତାହେଲେ ନିନିବି ନଗରର ପଶୁମାନେ ଯଦି ଉପବାସ କଲେ, ଯୋଉମାନେ ଉପବାସ କରୁନାହାନ୍ତି ଏମାନେ ପଶୁ ଠାରୁ ମଧ୍ୟ ପଡୋଶୀ ଲୋକର ହାତ ଧର, କୁହ ଆଜ୍ଞା, ଉପବାସ ନ କରିବା ଲୋକ ପଶୁ ଠାରୁ ବି ହୀନ। ଯେ ଉପବାସ କରୁନି ତ କେମିତି ଲାଗିଥିବ ଯେ ମତେ ପଶୁ ଠାରୁ ବି। ଉପବାସ ପଶୁ ମାନେ ମଧ୍ୟ କଲେ, ଆଉ ସମସ୍ତେ ଉପବାସ କରି ଏମାନେ ପରମେଶ୍ୱରଙ୍କୁ ଡାକିଲେ 8 ପଦରେ, ଆପଣା କୁପଥରୁ ଦୌରାତ୍ମ୍ୟରୁ ବିମୁଖ ହେଲେ। ଆଉ ଲେଖା ଅଛି 10 ପଦ ଟିକେ ପଢିବା। ତହୁଁ ସେମାନେ ଯେ ଆପଣା ଆପଣା କୁପଥରୁ ଫେରିଲେ, ସେମାନଙ୍କର ଏହି କର୍ମ ପରମେଶ୍ୱର ଦେଖିଲେ। ପ୍ରଭୁ କଣ ଦେଖିଲେ? ଫେରିବା। କେତେ ଉପବାସ କରିଛ, ପ୍ରଭୁ ଉପବାସକୁ ଦେଖନ୍ତି ନାହିଁ। ଉପବାସ କରିବ, ସିନେମା ଦେଖୁଥିବ, ଉପବାସରେ ଥିବ। କେହି କେହି ଉପବାସ କରିକି ମଧ୍ୟ ବିଜାର ଲାଗୁଛି, ବୋର ଲାଗୁଛି ବୋଲି ସିରିଏଲ ଦେଖିବାକୁ ବସିଯାନ୍ତି। ଶୁକ୍ରବାର ଦିନ କି ଲାଭ? ଉପବାସ କରିକି ମଧ୍ୟ ସ୍କୁଲ କଲେଜରେ ଯାଇକି ଦୁନିଆ ଧନ୍ଦାରେ ଲାଗିଥାନ୍ତି, କିନ୍ତୁ ଉପବାସ ପରମେଶ୍ୱର ଉପବାସକୁ ଦେଖିନାହାନ୍ତି। ନିନିବି ନଗରର ଲୋକମାନେ ସେ ଆପଣା ଆପଣା କୁପଥରୁ ଫେରିଲେ, ଏହା ପ୍ରଭୁ ଦେଖିଲେ। ଆପଣ ଉପବାସ କରନ୍ତୁ, ଭଲ କଥା। ଯଦି ନ କରୁଛନ୍ତି, ତଥାପି ଯଦି ଫେରୁଛନ୍ତି, ତାହା ଯଥେଷ୍ଟ ଅଟେ। ଜଣେ ଉପବାସ କରିକି ଯଦି ଫେରୁନାହିଁ, ତାଠାରୁ ଏଇ ଲୋକ ଭଲ ଯିଏକି ଉପବାସ ନ କରିକି ମଧ୍ୟ ପାପରୁ ଫେରୁଛି। କି ଲାଭ ହେବ? କେହି 3 ଦିନ
10 दिन 7 दिन 21 दिन 40 दिन 60 दिन 100 दिन आजिकल मैं देखुची लोक 300 दिन 400 दिन उपवास करुछंती किंतु पापरु फेरु नांती ईर्षारे जळी मरुछंती गर्वरे अछंती उपवास करिबा भलो निहाती उपवास आपण माने प्रत्येक करिबा दरकार हेले काहे कि एठारे प्रभु कहिले उपवास करो बोली सुनो उपवास आमको साहाय्य करे निजको भांगिबा पाई प्रेज द लॉर्ड उपवास आमको साहाय्य करे निजको भांगिबा पाई सुनो ट्यूशन टिके पढ़ रे बापा टिके घरे पढ़ा पढ़ी करे रे धन टिके प्रैक्टिस करे रे तापरे परीक्षा लिखि करी पास करे बोली हमें कहू ना नहीं हेले ट्यूशन पढ़िले आका परीक्षा लिखि करी पास हबो कि ट्यूशन न पढ़ी कि जदी जणे भलरे पढ़ी थिबो से पास ही पारे ट्यूशन जेमिति आमको भलो प्रस्तुत हेबाकु साहाय्य करे सेमिति उपवास प्रार्थना आमको निजको भांगिबा पाई साहाय्य करे एनो प्रभु कहले जदि जणे लोक बिना उपवास करिकि जदि फेरी पारु नाही तो उपवास करिकि हेले फेर किंतु उद्देश्य फास्टिंग नाही उद्देश्य होछि फेरिबा प्रेज द लॉर्ड हालेलुया जदि आपणक जीवन रे अमंगल घटुछि मु सुनिबा को पाइली गां रे बारंबार मृत्यु अमंगल घटुछि ए अमंगल गोटे परिवार रो समस्या नाही एटा आपण समस्तकर समस्या एटा आपण समस्तकर समस्या अटे काली की आको घरे काली की आओ पर का घरे भी ही पारे किंतु जदि हमें फेरिबा से अमंगल को दूर करिवे हालेलुया आजी ओ काली रो उपवास रे आपण माने जदि फेरी आसीबे अमंगल परमेश्वर दूर करिवे निश्चय दूर हो उपवास करिकि फेरंतु उपवास करिकि फेरंतु मु भी उपवास को बहुत भलो पाए मते बहुत भलो लागे किंतु मो उपवास कला बेले को चेष्टा करे निज घरे रहिबा पाए काहे कि उपवास समय रे उपवास रो जो प्रकार प्रस्तुति दरकार आमे ताहा जदि करू ना ताहेले किछि लाभ हबो नै एनो मु मते बहुत भलो पाए उपवास रो सहित समय बिताइबा पाए आपण देखिथिबे दुनिया रे जते महान सेवक माने अछंती से माने उपवास वीर गुडा पटते प्रेज द लॉर्ड हालेलुया तेरे पापर फेरिबा पाई उपवास करिबा कथा एठारे कुहा गला मु आपण को गोटे प्रमाण देली निनिबिर लोक माने उपवास कले एणु प्रभु तांको दंड दूर करि नाहंती से माने उपवास कला परे दौरात्म्य रूप फेरिले तुमे काहारी को कष्ट दउछ घर भीतर बेले बेले किछि किछि मां बापा कष्ट दियंती पिला मन बेले बेले किछि सासु माने कष्ट दियंती बहु मान बेले बेले किछि किछि ननद माने कष्ट दियंती बहु मान बेले बेले गां रे किछि किछि लोक बड़ लोक माने साधारण लोक मान को कष्ट दियंती तोरा तुमे ए सबुरु फेरी नाहंती किंतु शुक्रवार हैला बा कोनोसी दिन हैला उपवास करूछंती तो कोन लाभ हो किछि लाभ नै किछि लाभ नै एणु प्रभु को लोक माने उपवास रो मूल उद्देश्य आपण मने करंतु उपवास रही नांती फेरिबा पूर्वरु चारि गोटी कथा करा उपवास हां
ରୋଦନ ବିଳାପ ସର୍ବାନ୍ତକରଣ ଚିରି ହେ। ଠିକ ଅଛି, ଆପଣ ଉପବାସ କରିନାହାନ୍ତି, ଆପଣ ରୋଦନ ମଧ୍ୟ କରିନାହାନ୍ତି। କାହାର କାହାର ହୃଦୟ ବହୁତ କଠିନ ଥାଏ, ଜମା କାନ୍ଦିବେ ନାହିଁ, ସେମିତି ନା? ସେମିତି ଲୋକ ଅଛନ୍ତି? କିଏ କିଏ ଅଛ ହାତ ଉଠାଅ ତ, ଯାହାର ହୃଦୟ ଜଲ୍ଦି ଭାଙ୍ଗିବ ନାହିଁ। ଜିହୋଶୁଆନ, ହଁ ଏଠାରେ ଆଜ୍ଞା ମାନେ ପାଣି ଆଜ୍ଞା ବିକି ଓ ପ୍ରେଜ ଦ ଲର୍ଡ। ମୁଁ ମଧ୍ୟ ଜଲ୍ଦି କାନ୍ଦିବି ନାହିଁ। ପ୍ରେଜ ଦ ଲର୍ଡ, ହାଲେଲୁୟା। ଆପଣ ମାନେ ମୋ ଜାତିର ଲୋକ, ଜଲ୍ଦି ଏ ନଡ଼ିଆ ଭାଙ୍ଗିବ ନାହିଁ, ପାଣି ବାହାରିବ ନାହିଁ। ଆଚ୍ଛା, ଉପବାସ କରିନାହାନ୍ତି, ରୋଦନ କାନ୍ଦ ଆସୁନାହିଁ, ବିଳାପ ହେଉନାହିଁ। କ୍ରନ୍ଦନ ହେଲେ ବିଳାପ ହେବ, ବିଳାପ ହେଲେ ଯାଇ ଅନ୍ତଃକରଣ ଚିରିବ। ଏ ଚାରିଟା ଯାକ ହେଇନି, କିନ୍ତୁ ଆପଣ ଫେରି ଆସିବେ। Praise the Lord. ଯଥେଷ୍ଟ କି ନାହିଁ? କଣ ଲାଗୁଛି? ଯଥେଷ୍ଟ। ଜଣେ ଲୋକର ନାଁ କୁହ ଯେ ଉପବାସ କରି ନାହିଁ, କ୍ରନ୍ଦନ କରି ନାହିଁ, ବିଳାପ କରି ନାହିଁ, ବସ୍ତ୍ର ଚିରି ନାହିଁ, କିନ୍ତୁ ଫେରି ଆସ। ଅପବ୍ୟୟକାରୀ ପୁତ୍ର। ବାପା 40 ଦିନ ଉପବାସ କଲି, ବାପା ବୋଲି କହିଲା। ସେ ବସ୍ତ୍ର ଚିରିଲା କି ବାପା ମୁଁ ଭୁଲ କଲି ବୋଲି। ସେ କେବଳ ଫେରି ଆସେ। ଉଦ୍ଦେଶ୍ୟ କଣ ଅଟେ? ଫେରିବା। ଏଣୁ ଆମେ ଯାହା ବି କରୁ, ଆମେ ଗିର୍ଜା ପ୍ରାର୍ଥନା କରୁ, ଉଦ୍ଦେଶ୍ୟ କଣ? ଆମ ଗିର୍ଜା ପ୍ରାର୍ଥନାର ଉଦ୍ଦେଶ୍ୟ ଆମେ ପ୍ରଭୁଙ୍କ ଆଡକୁ ଫେରିବା, ଆମର ପ୍ରଶଂସା ପ୍ରଭୁଙ୍କ ଆଡକୁ ଯିବ। ଆମେ ନା ଫେରୁଛୁ ନା ଆମେ ପ୍ରଭୁଙ୍କୁ ଗୌରବ ଦେଉଛୁ। କେହି କେହି କଣ ପାଇଁ ଗିର୍ଜା ଯାଆନ୍ତି? ଟିକେ ଶୁଣିବା, ଆଜି ଅମିତ ପାଣି ଆସିଛନ୍ତି ତ ଟିକେ ଶୁଣିବା, କେମିତି ଗାଇବେ ଯେ ମୁଣ୍ଡ ଖରାପ। ଖାଲି ଶୁଣିକରି ହାୟ ଲାଗଲା, ହେଲେ ତୁମକୁ ହାୟ ଲାଗବା ପାଇଁ ତାଙ୍କେ ଆସିଛନ୍ତି କି? ଚିତୁଲି ମା ସେ ଜାଣିଛୁ ନା କିସ କହିବ ସେ ବାକ୍ୟ, କଣ କହିଲା ମୁଣ୍ଡ ଖରାପ ହେଇଗଲା, ମୁଣ୍ଡ ଖରାପ କରିବାକୁ ଆସିଛନ୍ତି। ୟାଡେ ଆମେ ଗାୟକ ପ୍ରଚାରକ ମାନେ ଯେ ବାୟା ବାୟା ହେଇକି କେମିତି ହେଇକି ଏମାନେ ଫେରନ୍ତୁ ବୋଇଲା ବେଳକୁ ଆଖି ଖୋଲି ଢେପା ଢେପା ଆଖି କରିକି ଦେଖୁଥିଲେ କେମିତି ଗାଉଛି ସେ, କେମିତି କହୁଛି ସେ, କି ଲାଭ ହବ? ଗୀତର ଉଦ୍ଦେଶ୍ୟ କଣ? ଦୁଇ ଗୋଟି ଉଦ୍ଦେଶ୍ୟ, ପ୍ରଭୁଙ୍କ ଗୌରବ ହଉ, ମନୁଷ୍ୟମାନଙ୍କ ହୃଦୟରେ ଏକ ଆନ୍ଦୋଳନ ଆସୁ, ଜାଗରଣ ଆସୁ। ବାକ୍ୟର ଉଦ୍ଦେଶ୍ୟ କଣ? ପ୍ରଭୁଙ୍କ ବାକ୍ୟ ଲୋକମାନଙ୍କ ହୃଦୟ ମଧ୍ୟରେ ପେନେଟ୍ରେଟ୍ ହେଉ, ପ୍ରଭାବ ପକାଉ, ଲୋକମାନଙ୍କ ହୃଦୟରେ ଆନ୍ଦୋଳନ ଆସୁ। ଏଣୁକରି ପିତର ପ୍ରଚାର କଲେ, 3000 ଲୋକ ଫେରି ଆସିଲେ, 5000 ଲୋକ ଫେରି ଆସିଲେ, ବାକ୍ୟ ଦ୍ୱାରା ଫେରାଇ ଆଣୁଛନ୍ତି ପ୍ରଭୁ। ଉପବାସ କରିକି ହେଲେ ଫେର ବୋଲି କହୁଛନ୍ତି ପ୍ରଭୁ। ଯେକୌଣସି ମାଧ୍ୟମରେ ଫେର। ଯୁବକ ଜଣ ଆସି କଣ କହିଲେ? ମନ ପରିବର୍ତ୍ତନ କର, ଫେର, ପାପରୁ ଫେର। ବାଇବଲର ସାର କଥା, ମଣିଷ ପାପରେ ହଜି ଯାଇଥିଲା, ଫେର, ଆପଣ କୁପଥରୁ ଫେର। ପ୍ରଭୁଙ୍କ ଲୋକମାନେ ଉପବାସ ଭଲ, ମୁଁ ଉପବାସ ମନା କରୁନାହିଁ, ଉପବାସର ତାର ଗୋଟେ ନିଜର ଗୁରୁତ୍ୱ ଅଛି। କେତେକ କ୍ଷେତ୍ରରେ ଉପବାସ କରିବା ସେବକ ମାନଙ୍କୁ ନିହାତି ଦରକାର, ନିହାତି ଦରକାର। जो सेवक फास्टिंग करू नाही से सेवक लास्टिंग हेबो नाही। कहतु फास्टिंग नहीं तो लास्टिंग नहीं, फास्टिंग नहीं तो लास्टिंग नहीं। हाँ प्रेज द लॉर्ड। हेले आपण कहबे आज्ञा पापरु फेरबा पाई पर उपवास नहीं, सेटा होची प्रथम श्रेणी। सेटा प्रथम श्रेणी। जिसु पाप करिथिले कि जे उपवास कले गालुम लेम्पो, हाँ
ଉଷେରୁ ଯୀଶୁ କାହିଁକି ଉପବାସ କଲେ? ଖାଲି ପାପ କଲେ ହିଁ ଉପବାସ କରାଯାଏ ନାହିଁ। ଉପବାସ କାହିଁକି କରାଯାଏ ମୁଁ ଏଇ ଅଧିବେଶନରେ 5ଟା କଥା କହିବି। ଠିକ ଅଛି। ନମ୍ବର 1 ହେଲା ପାପରୁ ଫେରିବା ପାଇଁ ଉପବାସ ଗୋଟିଏ ମାଧ୍ୟମ। ପ୍ରେଜ ଦ ଲର୍ଡ, ହାଲେଲୁୟା। ଯଦି କେହି ଯୁବା ମାନେ ଗୁପ୍ତ ପାପରେ ପଡ଼ିଛ, ମୁଁ ସେଟାକୁ ଏକ୍ସପ୍ଲେନ କରିବି ନାହିଁ। ଯୁବା ମାନଙ୍କର ଗୁପ୍ତ ପାପ ଗୁଡାକ କହିବା ଦରକାର ନାହିଁ। ତୁମେ ଜାଣିଛ ଯେହେତୁ ସେ ପାପରେ ଯୁବା ମାନେ ପଡ଼ିଥାନ୍ତି, ଯାହା କହି ହେବ ନାହିଁ। କିନ୍ତୁ ସେ ପାପରୁ ଫେରିବା ପାଇଁ ଉପବାସ କର। ହଁ, ଉପବାସ ଦ୍ୱାରା ଆମକୁ ଫେରିବା ପାଇଁ ଗୋଟେ ସାହାଯ୍ୟ ମିଳେ। ଏଣୁକରି ପ୍ରଭୁ କହିଲେ ଉପବାସ କରିକି ଫେର। ତାମାନେ ଉପବାସ ଆମକୁ ହେଲ୍ପ କରେ। ହେଇପାରେ ଅପବୟ ପୁତ୍ରକୁ ଉପବାସ କରିବା ଦରକାର ପଡ଼ିଲା ନାହିଁ, କିନ୍ତୁ ନିନିବେର ଲୋକମାନଙ୍କୁ ଦରକାର ପଡ଼ିଲା। ବାଇବଲରେ ଆଉ ଜଣେ ଲୋକ ସେ ବି ଉପବାସ କରିକି ଫେରିଲେ। ପ୍ରଥମ ରାଜାବଳୀ 21 ଅଧ୍ୟାୟ ବାହାର କରନ୍ତୁ, ତାହାର 28, 29 ପଦ ପଢନ୍ତୁ। नहीं कि 27, 28, 29 पढ़। ଆହାବ ଏହି ସବୁ କଥା ଶୁଣନ୍ତେ ଆପଣା ବସ୍ତ୍ର ଚିରିଲେ ଓ ଆପଣା ଦେହରେ ଅକା ପିନ୍ଧି ଉପବାସ କରି ଅକାରେ ଶୋଇଲେ। ପୁଣି ଧୀରେ ଧୀରେ ଚାଲିଲେ। ତହୁଁ ତିସ୍ବିୟ ଏଲିୟଙ୍କ ନିକଟରେ ସଦାପ୍ରଭୁଙ୍କ ବାକ୍ୟ ଉପସ୍ଥିତ ହେଲା, ଯଥା ଆହାବ ଆମ୍ଭ ସାକ୍ଷାତରେ କିପରି ଆପଣାକୁ ନମ୍ର କରୁଅଛି, ଏହା କି ତୁମ୍ଭେ ଦେଖୁଅଛ? ସେ ଆମ୍ଭ ସାକ୍ଷାତରେ ଆପଣାକୁ ନମ୍ର କରିବା ହେତୁରୁ ଆମ୍ଭେ ତାହାର ସମୟରେ ସେହି ଅମଙ୍ଗଳ ଘଟାଇବା ନାହିଁ, ମାତ୍ର ତାହାର ପୁତ୍ରର ସମୟରେ ତାହାର ବଂଶ ପ୍ରତି ଏହି ଅମଙ୍ଗଳ ଘଟାଇବା। ଏଠାରେ ଆପଣା ବସ୍ତ୍ର ଚିରିଲେ, ଅଖା ପିନ୍ଧିଲେ, ଉପବାସ କଲେ, ଅଖାରେ ଶୋଇଲେ, ଧୀରେ ଧୀରେ ଚାଲିଲେ। ଏସବୁକୁ ପ୍ରଭୁ ଗୋଟେ ନାଁ ଦେଉଛନ୍ତି କଣ? ସେ କିପରି ଆପଣାକୁ ନମ୍ର କରୁଛି। ପ୍ରେଜ୍ ଦ ଲର୍ଡ। ତାର ପୂର୍ବ ଆଚରଣରୁ ସେ ଫେରିଛି। ସେ ଯୋଉ ଗର୍ବ ଆଚରଣ କରୁଥିଲା, ସେ ଆଚରଣରୁ ସେ ଫେରି ଆସିଛି। ଏଇ ହେତୁରୁ ପ୍ରଭୁ କହୁଛନ୍ତି ଆମେ ତାହା ସମୟରେ ଅମଙ୍ଗଳ ଘଟାଇବା ନାହିଁ। ତାମାନେ ଉପବାସ କରିକି ଆପଣ ନିଜର ପାପରୁ ଯଦି ଫେରିବେ, ପ୍ରଭୁଙ୍କ ଲୋକମାନେ ଯୋଉ ଅମଙ୍ଗଳ ଆସିବାକୁ ଥିବ ତାହା ଦୂର ହେଇଯିବ। ପ୍ରେଜ୍ ଦ ଲର୍ଡ। ବେଳେ ବେଳେ କେହି କେହି ସ୍ୱପ୍ନ ଦେଖନ୍ତି। କଣ ସ୍ୱପ୍ନ? ମରଣ ସ୍ୱପ୍ନ, ଫାଶୀ ହେବା ସ୍ୱପ୍ନ, ବିପଦର ସ୍ୱପ୍ନ, ଆଉ ଡରି ଯାଆନ୍ତି। ମୁଁ କହିବି ଡରନ୍ତୁ ନାହିଁ। ଆମ ପାଖରେ ଗୋଟିଏ ଉପାୟ ଅଛି। କଣ ସେ ଉପାୟ? ତାହା ହେଉଛି ଉପବାସ କରିକି ଫେରିବା। ଯଦି ଆପଣ ବିପଦ ଦେଖିଲେ, ସ୍ୱପ୍ନରେ ଜାଣିଲେ ଆପଣଙ୍କୁ ବିପଦ ଆସୁଛି, ବିପଦ ଲାଗି ରହିଛି, ଏ ବିପଦ ଦୂର ହେବ ଯଦି ଆପଣ ଉପବାସ କରିବେ, ଫେରିବେ, ପରମେଶ୍ୱର ବିପଦ ଦୂର କରିବେ। କିନ୍ତୁ ସର୍ବାନ୍ତକରଣ ସହିତ ଫେରିବାକୁ ହିନ୍ଦୀରେ ଧ୍ୟାନ ଦିଅ। ଆଜି ଏ ଘରେ ବିପଦ ପଡିଛି ବୋଲି ଏମାନଙ୍କ ପାଇଁ ନାହିଁ। ମଣିଷ ଜୀବନରେ ଦିନ ପରେ ରାତି ଯେମିତି ଆସେ, ଖରା ପରେ ବର୍ଷା ଯେମିତି ଆସେ, ସବୁବେଳେ ଭଲ ସମୟ ରୁହେ ନାହିଁ, ବେଳେ ବେଳେ ବିପଦ ଆସେ। ହେଇପାରେ ଆଜି ଆପଣଙ୍କ ଘରେ ବିପଦ ନାହିଁ, କିନ୍ତୁ ଏହା ମନେ ରଖିଥାନ୍ତୁ, ଯଦି ବିପଦ ଘଟିବ ଏହାକୁ ବ୍ୟବହାର କରନ୍ତୁ।
ମୁଁ ତାହା ହିଁ କରେ ବୋଲି କହୁଛି। ଆମ ଜୀବନରେ ବିପଦ ଘଟେ, ସେବକ ମାନଙ୍କୁ ବହୁତ ବିପଦ ଘଟେ। ଯଦି ବିପଦ ଘଟିଗଲା, କିଛି ରାସ୍ତା ଦେଖାଯାଉ ନାହିଁ, ଗୋଟିଏ ରାସ୍ତା ଅଛି। ଉପବାସ କରିକି, କ୍ରନ୍ଦନ କରିକି, କଣ ଭୁଲ ହେଇଛି କ୍ଷମା ମାଗ। କବାଟ ବନ୍ଦ କରିଦିଅ, କିଛି ଗୋଟେ ଭୁଲ ହେଇଛି, ଫେର ସମୀକ୍ଷା କର। ମୁଁ କହୁଛି ଆଜି କାଲି କି ଏଠାରେ ସାମୂହିକ ଉପବାସ ହେଲା, କିନ୍ତୁ ପରିବାର ଲୋକଙ୍କୁ ମୁଁ କହିବି ସପ୍ତାହରେ ଗୋଟିଏ ଦିନ ଏମିତି ଗୋଟେ କିଛି ମାସ କରନ୍ତୁ, ପୁରା ପରିବାର ଉପବାସ କରନ୍ତୁ। ଯଦି କୌଣସି ପାପରେ ଥିବେ ଫେରନ୍ତୁ। ସଦାପ୍ରଭୁ ଜୀବିତ ଥିବା ପ୍ରମାଣେ କୌଣସି ଅମଙ୍ଗଳ ଆମକୁ ଛୁଇଁବ ନାହିଁ। କାହିଁକି? ଯଦି କେହି ଉପବାସ କରିକି ଫେରନ୍ତି, ସେ ଯେତେ ବଡ଼ ଅମଙ୍ଗଳ ହେଲେ ହେଁ ଅମଙ୍ଗଳକୁ ପ୍ରଭୁ ବନ୍ଦ କରାନ୍ତି। ଦେଖନ୍ତୁ ଦୁଇ ଗୋଟି ଘଟଣା, କାହାର ଘଟଣା? ନିନିବି ନଗର ଘଟଣା ଆଉ ଆହାବଙ୍କ ଘଟଣା। ଖାଲି ଦୁଇଟା ଘଟଣା ନାହିଁ, ବାଇବଲରେ ଆହୁରି କେତେକ ଘଟଣା ଅଛି। ପାପରୁ ଫେରିବା ପାଇଁ ଉପବାସ, ପାପରୁ ଫେରିବା ପାଇଁ ଉପବାସ କରୁ କରୁ ଅମଙ୍ଗଳ ଦୂର ହେବ। କଣ ଅମଙ୍ଗଳ ଥିଲା ଏଲିଓଙ୍କ ପାଇଁ, ଆହାବଙ୍କ ପାଇଁ? ଆହାବଙ୍କ ପାଇଁ ଯୋଉ ଅମଙ୍ଗଳ ଥିଲା, ବହୁତ ଭୟଙ୍କର ଅମଙ୍ଗଳ ଥିଲା। ପଢନ୍ତୁ 20:21 ପରେ। ତହିଁରେ ଆହାବ ଏଲିୟାଙ୍କୁ କହିଲେ, ହେ ମୋର ଶତ୍ରୁ, ତୁମ୍ଭେ କଣ ମତେ ପାଇଲ? ତୁ ସେ ଉତ୍ତର କଲେ, ମୁଁ ତୁମ୍ଭକୁ ପାଇଲି, ଯେହେତୁ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକି ଅଛ। ଦେଖ, ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଶେଷ ରୂପେ ଝାଟଇ ଦେବି। ଶୁଣ, ମନ୍ଦ କର୍ମ କରିବା ପାଇଁ ତୁମ୍ଭେ ଆପଣାକୁ ବିକି ଦେଇଛନ୍ତି। କେମିତି କଥା ଏଇଟା? ପୂର୍ବ କାଳରେ ମଣିଷ ମାନଙ୍କୁ ବିକା ଯାଉଥିଲା, ମଣିଷ ମାନଙ୍କୁ କିଣା ଯାଉଥିଲା, ବିକା ଯାଉଥିଲା। ଆଉ ଯୋଉମାନଙ୍କୁ ବିକା ଯାଉଥିଲା ସେମାନଙ୍କୁ ଯୋଉମାନେ କିଣୁଥିଲେ, କିଣିଲା ପରେ ସେମାନଙ୍କୁ କିଣା ଚାକର କରିକି ରଖୁଥିଲେ, କ୍ରୀତଦାସ। ହେଲେ କ୍ରୀତଦାସର ଜୀବନ କେମିତି ଶୁଣନ୍ତୁ। ମନେ କରନ୍ତୁ ମୁଁ ଗୋଟେ ଚାକରକୁ, ମଣିଷକୁ କିଣିଲେ, ଏ ଯୋଉ କିଣା ବିକା ସିଷ୍ଟମଟା ଦୁନିଆରୁ କେବେ ଉଠାଇ ଦିଆଗଲା? କିଏ ଉଠାଇ ଦେଲେ କହିବ? ଜାଣିନ? ଏ କିଣା ବିକା ସିଷ୍ଟମ, ମଣିଷ କିଣା ବିକା ସିଷ୍ଟମଟା ଆମେରିକାର ପ୍ରେସିଡେଣ୍ଟ ଅବ୍ରାହମ ଲିଙ୍କନ ଯେତେବେଳେ ପ୍ରେସିଡେଣ୍ଟ ହେଲେ, ସେ ଦୁନିଆରେ କିଣା ବିକା ସିଷ୍ଟମଟା ଉଠେଇ ମଣିଷକୁ ବିକା ଯାଉଥିଲା। ତ ଆଜି ମଧ୍ୟ ଗୁପ୍ତ ଭାବରେ ଚାଲିଛି କିଣା ବିକା, ଗୁପ୍ତ ଭାବରେ। ତାହା ପାଇଁ ସରକାର ବହୁତ ଧ୍ୟାନ ଦଉଛି ମଣିଷ କିଣା ବିକା ନ ହେଉ। ଆଜିକାଲି କଣ ପାଇଁ କିଣା ବିକା ହଉଛି? ବ୍ୟଭିଚାର ପାଇଁ, ପାପ ପାଇଁ। କିଡନାପ କରିକି ନେଇ ଯାଉଛନ୍ତି, ବିକି ଦଉଛନ୍ତି ବେଶ୍ୟାବୃତ୍ତି କରିବା ପାଇଁ। ତାହାକୁ ହ୍ୟୁମାନ ଟ୍ରାଫିକିଂ କହୁଛନ୍ତି। ତ ବିକି ହେଇଗଲା ପରେ ସେଠାରୁ ବାହାରି ପାରୁନାହାନ୍ତି। ଗୋଟେ କିଣା ଚାକର, ଜଣେ ବିକା ହେଇଗଲା, ଜଣେ କିଣି ନେଲା, ସେ ସବୁ କାମ କରେଇ ପାରିବ, ଇନକ୍ଲୁଡିଂ ବ୍ୟଭିଚାର। ତେବେ
ଏଠାରେ ଏଲିଓ କହିଲେ ତୁମେ ପାପ କରିବା ପାଇଁ ନିଜକୁ ବିକି ଦେଇଛ। କାହାକୁ କହିଲେ? ରାଜାକୁ। ଏଲିଓ ପରି ଲୋକମାନେ ଜନ୍ମ ହେବା ଦରକାର। ଲୋକମାନଙ୍କୁ ସେମାନଙ୍କର ଭୁଲ କହିବା ଦରକାର। ଶୁଣ, ନୂଆ ନୂଆ ଭେଣ୍ଡିଆ ପ୍ରଚାରକ ମାନେ ବେଳେ ବେଳେ ଏମିତି କଥାରେ ଭାରି ଏକ୍ସାଇଟେଡ ହେଇକରି ବାକ୍ୟ ସୁଯୋଗ ମିଳୁ ମିଳୁ କୁଟି କୁଟା ଗାଳି କରନ୍ତି। ସେଟା ମୁଁ କହୁନାହିଁ। ଏଲିଓ ଯେମିତି ଯାଇକି କହିଲା ଆହାବଙ୍କୁ ତୁମେ ମନ୍ଦ କରିବା ପାଇଁ ନିଜକୁ ବିକି ଦେଇଛ ବୋଲି କହିଲା। ଯୁବକ ଜନ ଯାଇକି କହିଲେ ହେରୋଦଙ୍କୁ ତୁମେ ଭାଇଙ୍କର ଭାରସିଆକୁ ରଖିଛ, ପାପ କରିଛ ବୋଲି କହିଲେ। ନାଥନ ଯାଇକି କହିଲେ ଦାଉଦକୁ ତୁମେ ପାପ କରିଛ ବୋଲି କହିଲେ। ଜୁନୁସ ଯାଇକି କହିଲେ ନିନିବିରେ ଆଗାମୀ ଦିନ ମାନଙ୍କର ନଗର ଉତ୍ପାଟିତ ହେବ। ଏ ସବୁର ରିଜଲ୍ଟ କଣ ହେଲା? ରିଜଲ୍ଟ କଣ ହେଲା? ଏଲିଓ ଯାଇକି ଆହାବକୁ କହିଲେ, ଆହାବ ଫେରିଲା। ଯଦି କୌଣସି ସଭାରେ ଯଦି ମୁଁ ଅନୁଯୋଗ କରୁଛି ଲୋକ ଫେରିବାରୁଛି, ନହେଲେ ଖାଲି ମୋର ନା ଖରାପ ହେବା ଛଡା କିଛି ଲାଭ ନାହିଁ। ନାଥନ ଯାଇକି କହିଲା ଦାଉଦ ଫେରିଲା। ଏଲିଓ ଯାଇକି କହିଲେ ଆହାବ ଫେରିଲା। ଜୁନୁସ ଯାଇକି କହିଲେ ନିନିବି ଲୋକ ଫେରିଲେ। ପ୍ରଭୁଙ୍କ ନାମ ଧନ୍ୟ ହଉ। କିନ୍ତୁ ଡୁବକ ଜହନ କହିଲେ ହେରୋଦ ଫେରିଲା ନାହିଁ। ଯୀଶୁ କହିଲେ ଫାରୁସୀ ମାନେ ଫେରିଲେ ନାହିଁ। ହେଲେ ଆମର କଣ ଲକ୍ଷ୍ୟ ହେବା ଦରକାର? ପ୍ରଭୁ ମୁଁ କହିଲେ ଲୋକ ଫେରନ୍ତୁ। ଯଦି ଆହାବ ଫେରିଲା, ନିନିବି ନଗର ବିଜାତି ନଗର, ବିଜାତି ନିନିବି ନଗର ଲୋକମାନେ ଜିହୁଦୀ ନୁହନ୍ତି। ନିନିବି ନଗରର କହିବା ଦ୍ୱାରା ନଗରର ଲୋକମାନେ ଫେରିଲେ। ଆମେ କହିବା ଦ୍ୱାରା ଲୋକ ଫେରିପାରୁଛି। ନହେଲେ ଆମେ ଖାଲି କହିଲୁ ଲୋକ ଫ୍ରଷ୍ଟ୍ରେଟ ହେଲେ, ବିରକ୍ତ ହେଲେ, କିଛି ଲାଭ ହେଲା ନାହିଁ, ତ ଆମକୁ ବିଶେଷ କିଛି ଲାଭ ମିଳିବ ନାହିଁ। ପ୍ରଭୁଙ୍କ ଲୋକମାନେ ଏଠାରେ ଆହାବର ପାପ ସେ ପାପ କରିବା ପାଇଁ ବିକି ଦେଇଛି। ତଳକୁ ପଢନ୍ତୁ। 21-22। ଦେଖ ମୁଁ ତୁମ୍ଭ ପ୍ରତି ଅମଙ୍ଗଳ ଘଟାଇବି ଓ ତୁମ୍ଭକୁ ନିଶେଷ ରୂପେ ଝାଟଇ ଦେବି। ପୁଣି ଇସ୍ରାଏଲ ମଧ୍ୟରେ ବଦ୍ଧ ବା ମୁକ୍ତ ପ୍ରତ୍ୟେକ ସନ୍ତାନକୁ ଆହାବଠାରୁ ଉଚ୍ଛିନ୍ନ କରିବି। ପୁଣି ତୁମ୍ଭେ ଯେଉଁ ବିରକ୍ତିଜନକ କର୍ମ ଦ୍ୱାରା ମତେ ବିରକ୍ତ କରିଅଛ ଓ ଇସ୍ରାଏଲକୁ ପାପ କରାଇଅଛ, ତହି ନିମନ୍ତେ ମୁଁ ତୁମ୍ଭ ବଂଶକୁ ନବାଡର ପୁତ୍ର ଜାରମିଆମର ବଂଶ ତୁଲ୍ୟ ଓ ଅହିୟର ପୁତ୍ର ବାସାର ବଂଶ ତୁଲ୍ୟ କରିବି। ଆଉ ଇସାବେଲ ବିଷୟରେ ମଧ୍ୟ ସଦାପ୍ରଭୁ କହୁଅଛନ୍ତି, ଜିସ୍ରିଏଲର ଗଢ ପାଚେରୀ ନିକଟରେ କୁକୁର ମାନେ ଇସାବେଲକୁ ଖାଇବେ। ଆହାବର ଯେଉଁ ଲୋକ ନଗରରେ ମରିବ, କୁକୁର ମାନେ ତାହାକୁ ଖାଇବେ। ପୁଣି ଯେଉଁ ଲୋକ କ୍ଷେତରେ ମରିବ, ଆକାଶର ପକ୍ଷୀଗଣ ତାହାକୁ ଖାଇବେ। ଯେପରି ଏହି ଆହାବ ଆପଣା ଭାର୍ଯ୍ୟା ଇସାବେଲ ଦ୍ୱାରା ପ୍ରବର୍ତ୍ତିତ ହୋଇ ସଦାପ୍ରଭୁଙ୍କ ଦୃଷ୍ଟିରେ ମନ୍ଦ କର୍ମ କରିବା ପାଇଁ ଆପଣାକୁ ବିକ୍ରୟ କଲେ, ସେପରି ଆଉ କେହି କରିବ ନାହିଁ। ସଦାପ୍ରଭୁ ଯେଉଁ ଇମରୀୟ ମାନଙ୍କୁ ଇସ୍ରାଏଲ ସନ୍ତାନଗଣ ସମ୍ମୁଖରୁ ଦୂର କରିଦେଲେ, ସେମାନଙ୍କ ସମସ୍ତ କ୍ରିୟାନୁସାରେ ସେ ପ୍ରତିମାଗଣର ଅନୁଗାମୀ ହୋଇ ଅତିଶୟ ଘୃଣାଯୋଗ୍ୟ କର୍ମ କଲେ। ଶୁଣ, ପ୍ରଭୁ କହିଲେ ଆହାବ ତୁମ ବଂଶକୁ ଗୋବର ଝାଟେଇଲା ପରି ଆମେ ଝାଟେଇଦେବା। ପ୍ରଭୁ ଆହାବକୁ କାହା ସହିତ ତୁଳନା କରୁଛନ୍ତି? ଗୋବର।
ଗୋବର କୁ ଝାଟଇଲା ପରେ ତୁମ ବଂଶକୁ ଆମେ ଝାଟଇ ଦେବା। କେମିତି? ନିଶେଷ ରୂପେ ଝାଟଇ ଦେବା। ତାମାନେ ତୁମର ଲୋକମାନେ ମରିବେ। ମୋ ପ୍ରଭୁକୁ ଧନ୍ୟବାଦ ଦିଏছে। ପ୍ରଭୁ ଆମ ଲୋକମାନଙ୍କୁ ଟିକେ ଶାସନ କରିକି ଉପବାସ କରାଉଛନ୍ତି। ଯଦି ଏଇ ଗାଁରେ ମରଣ ହେଇ ନଥାନ୍ତା ଲୋକେ ପ୍ରଭୁକୁ ଖୋଜି ନଥାନ୍ତେ। ମରଣ ହେବା ଭଲ ବୋଲି ମୁଁ କହୁନାହିଁ, କିନ୍ତୁ ସେ ମରଣ ଦ୍ୱାରା ଆମେ ପ୍ରଭୁଙ୍କୁ ଖୋଜୁଛୁ। ବିପଦ ନ ପଡ଼ିଲେ ଲୋକେ ପ୍ରଭୁକୁ ଖୋଜୁନାହାନ୍ତି। ଆହାବ ପାଇଁ କୁହାଗଲା ତୁମର ବଂଶର ସମସ୍ତେ ମରିବେ। ଝାଡୁ କଲା ପରି ଝାଟଇ ଦେବୁ ଆମେ ତୁମକୁ। ତୁମେ ପାପ କରିଛ। ପ୍ରଭୁଙ୍କ ଲୋକମାନେ ଏସବୁ କଥା ଶୁଣନ୍ତେ ମତେ ଭଲ ଲାଗୁଛି କଣ? ଆହାବ ବସ୍ତ୍ର ଚିରିଲା। ଏ ଆହାବ ବହୁତ ଖରାପ ଲୋକ, ବହୁତ ଖରାପ ଲୋକ, କିନ୍ତୁ ଏଲିୟଙ୍କର କଥାରେ ଈଶ୍ୱରଙ୍କର ଶକ୍ତି ଥିଲା। ସେ ଯେତେ ଖରାପ ହେଲେ ସେଦିନ ପାଇଁ ତା ହୃଦୟକୁ ସେ ବାକ୍ୟ ଆଘାତ କଲା। ଆଉ ସେ ଜାଣିପାରିଲା ଯେ ମୋ ଉପରେ ପ୍ରଭୁଙ୍କ ଦଣ୍ଡ ଆସୁଛି। କାହିଁକି ଆସୁଛି? ପାପ ହେତୁ। କି ଲାଭ ଏତେ ଭଲ ଖାଇକି, ଏତେ ଭଲ ପିନ୍ଧିକି ବୋଲିକି ବସ୍ତ୍ର ଚିରିଲା, ଖାଇବା ବନ୍ଦ କଲା, ନିଜର ପାପ ହେତୁ ଶୋକ କଲା। ଆଉ ଏତେ କାନ୍ଦିଲା, ତାର ଚାଲିବା, ଠିଆ ହେବା, ତାର ପିନ୍ଧିବା ସବୁଥିରେ ପ୍ରଭୁ ଦେଖିଲେ ଇଏ ଫେରି ଆସିଛି। ଆଉ ପ୍ରଭୁ ତାକୁ ଦେଖିଲେ, କହିଲେ ଏଲିୟ, ଦେଖୁଛ ଆମ ଦାସକୁ? ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁ ଆପଣ ମାନଙ୍କର ଫେରିବାଟାକୁ ସେ ଦେଖିବା ପାଇଁ ଚାହାନ୍ତି। ତାହା ଯଦି ଦେଖିଲେ କୌଣସି ଅମଙ୍ଗଳ ଆସିବ ନାହିଁ, କୌଣସି ଅମଙ୍ଗଳ ଆସିବ ନାହିଁ। ଆଉ ଥରେ ମୁଁ କହୁଅଛି, କୌଣସି ମୃତ୍ୟୁ ଘଟିବ ନାହିଁ, କୌଣସି ମୃତ୍ୟୁ ଘଟିବ ନାହିଁ। ଫେରନ୍ତୁ, ଫେରନ୍ତୁ, ଫେରନ୍ତୁ। Praise the Lord. Hallelujah. ଆଚ୍ଛା, এই জায়গাରେ ତୁମର ବଂଶ ନିଶେଷ ରୂପେ ଉଚ୍ଛିନ୍ନ ହେବେ, ଅର୍ଥାତ୍ ମରିବେ, ସମାପ୍ତ ହେବେ। ସବୁ ଲୋକମାନଙ୍କୁ ଆମେ ଝାଟଇକି ବାହାର କଲା ପରେ, ଅଳିଆ ଆବର୍ଜନାକୁ ବାହାର କଲା ପରେ ତୁମ ବଂଶ ଲୋକମାନଙ୍କୁ ବାହାର କରିଦେବା ବୋଲି ପ୍ରଭୁ କହିଲେ। এই ଭାବବାଣୀଟା ଶୁଣନ୍ତୁ, ଶୁଣନ୍ତୁ, ଉତ୍ତର ଦେବେ। ଏ ଭାବବାଣୀ ଝିଅ ଶୁଣୁଛ ତ? ଏ ଭାବବାଣୀ ସଫଳ ହେଲା ନା ବିଫଳ ହେଲା? ଶୁଣିଲେ ଭଲରେ? ଶୁଣିଲେ ନା ଶୁଣିନା? ତୁମ ବଂଶକୁ ଆମେ ନିଶେଷ ରୂପେ ଛାଟଇ ଦେବା। ତୁମର କେହି କ୍ଷେତ୍ରରେ ମରିଲେ ପଶୁମାନେ ଖାଇବେ, ବିଲରେ ମରିଲେ ପକ୍ଷୀମାନେ ଖାଇବେ, ନଗରରେ ମରିଲେ କୁକୁରମାନେ ଚାଟିବେ। ତୁମ ବଂଶକୁ ଆମେ ସମ୍ପୂର୍ଣ୍ଣ ରୂପେ ଉଚ୍ଛିନ୍ନ କରିବା। କିଏ ଭାବବାଣୀ କହିଲେ? ଏ ଭାବବାଣୀ ଦଣ୍ଡର ଭାବବାଣୀ ନା ଆଶୀର୍ବାଦର ଭାବବାଣୀ? ଏ ଭାବବାଣୀ ସଫଳ ହେଲା ନା ବିଫଳ ହେଲା? ଏଲିୟ ପରି ଭାବବାଦୀ ଯଦି କହିଥିବା, ଭାବବାଣୀ ମଧ୍ୟ ଉପବାସ ଦ୍ୱାରା ବିଫଳ ହେଇପାରୁଛି। ଏର ଅର୍ଥ କଣ? ଯଦି କେହି ଅଭିଶାପ ବି ଦେଇଦିଏ,
যদি ତୁମ ପାଇଁ ଦଣ୍ଡର ସ୍ୱପ୍ନ ବି ଦେଖିଦିଏ, ଯଦି ଏଲିଓ ପରି ଗୋଟିଏ ମହାନ ଲୋକ ବି କହିବ ତୁମ ପାଇଁ ଅମଙ୍ଗଳ ଅଛି, ତାହେଲେ ଉପବାସ କରିକି ଫେରିବା ଦ୍ୱାରା ଅମଙ୍ଗଳକୁ ମଙ୍ଗଳରେ ବଦଳାଇବାର ଶକ୍ତି ଆମେ ପାଇପାରିବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ମୁଁ ଛାନିଆ ହେଲି ଯେ ଏଲିଓର ଭାବବାଣୀକୁ କ୍ୟାନ୍ସେଲ କରିବାର ଶକ୍ତି ଆହାବର ଉପବାସରେ ଅଛି। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। କି ଭାବବାଣୀ? ଦଣ୍ଡର ଭାବବାଣୀ। ବେଳେ ବେଳେ କେହି କେହି ଦଣ୍ଡର କଥା ଦେଖନ୍ତି ସ୍ୱପ୍ନରେ, ଡରି ଯାଆନ୍ତି, ଆଜ୍ଞା ମୋର ଡେଞ୍ଜର କଥା ଗୋଟେ ଦେଖିଲି। ହଁ, ଡରିବା ଦରକାର। ଡେଞ୍ଜର କଥା ଦେଖିଲେ କାହିଁକି ଡରିବେ ନାହିଁ? ଆପଣ ଉପବାସ କରିକି ଫେରନ୍ତୁ, ସେ ଡେଞ୍ଜର କଥା ସଫଳ ହେବ ନାହିଁ। ପ୍ରଭୁଙ୍କ ଲୋକମାନେ ଏଲିଓ କୁହନ୍ତୁ କିମ୍ବା ଜୁନସ ବି କୁହନ୍ତୁ, ଜୁନସଙ୍କର ଭାବବାଣୀ ସଫଳ ହେଲା କି? ଜୁନସ କଣ ବୋଲି ଭାବବାଣୀ କହିଥିଲେ? ଆଗାମୀ 40 ଦିନ ଲେଖ ଲେଖ ଲେଖ। ଆଜି ହେଲା 2024 ଏପ୍ରିଲ ମାସ 16, 40 ଦିନ। 40 ଦିନ ମନେ କର, ଜୁନସ ଠିଆ ହେଇ କହିବେ 40 ଦିନ ଆଜିଠାରୁ ଗଣ, ଏ ନଗର ରହିବ ନାହିଁ, ଉଲ୍ଟା ହେଇଯିବ। ହେଲେ ଏମିତି ଗୋଟିଏ ଭାବବାଣୀ ଯଦି ଜୁନସ କହିଲେ, ଜୁନସ ଗୋଟେ ମହାନ ଭାବବାଦୀ, ନଗର ଉଲ୍ଟା ହେଇଯିବ ବୋଲି କହିଲେ କଣ ହେବ ଆଜ୍ଞା? ଭୂମିକମ୍ପ, ନଗର ନଷ୍ଟ ହେଇଯିବ। ହେଲେ ଦୁଇ ଗୋଟି କାମ କରିପାରିବେ। କଣ? ଜୁନସ କହିଲା ପରା ନଗର ଉତ୍ପାଟନ ହେବ, ଆଉ କିଛି ବାଟ ଅଛି କି ବୋଲି ନିରାଶ ଯଦି ହେଇଯିବେ, ଚାଲ ଯେତେ ମଦ ପିଇବାଟା ପିଇବା, ମରବା ତ ମରବା, ଯେତେ ପାପ କରିବାଟା କରିବା, ମରବା ତ ମରବା, ଚାଲ ଭଲ ଭଲ ସିନେମା ଦେଖିବା, ଆଉ ପାପ କରିବା, ମଦ ପିଇବା, ଖଇନି ଖାଇବା, ଯାହା ଯାହା କରିବା କଥା କରିବା, ମରିବା ତ ମରିବା। ଏମିତି ସେମାନେ ନୈରାଶ୍ୟ ହେଲେ ନାହିଁ। ଜୁନସ ଭାବବାଣୀ କହୁ କି ଏଲିଓ ଭାବବାଣୀ କହୁ, ଉପବାସ କରି ଫେରିଲେ ଶକ୍ତି ଅଛି ସେ ଦଣ୍ଡକୁ ଦୂର କରିବା ପାଇଁ। Praise the Lord. Hallelujah. Hallelujah. ତୁମ ଜୀବନରେ ଯେତେ ଦଣ୍ଡ ତୁମେ ଦେଖୁଛ, ଯେତେ ବିପଦ ତୁମେ ଦେଖୁଅଛ, ମୁଁ ଆପଣ ମାନଙ୍କୁ ଗୋଟେ ଚାବି କାଠି ଦେଲା ପରି ଗୋଟେ କଥା କହୁଛି। ଆପଣ ମାନେ ଉପବାସରେ ବସିକି କାନ୍ଦି କାନ୍ଦି ନିଜ ଜୀବନର ପାପରୁ ଫେରି ଆସିବେ। ମୁଁ ଈଶ୍ୱରଙ୍କ ଦାସ ହିସାବରେ କହୁଅଛି, କୌଣସି ଅମଙ୍ଗଳ ତୁମ ବିଜନେସରେ ଘେରିବ ନାହିଁ, ତୁମ ଚାକିରିରେ ଘେରିବ ନାହିଁ, ତୁମ ଫ୍ୟାମିଲିରେ ଘେରିବ ନାହିଁ, ତୁମ ପରିବାରର କାହାରିକୁ ଘେରିବ ନାହିଁ। ଯେହେତୁ ଉପବାସ କରି ଫେରିଲେ ପରମେଶ୍ୱର ଅମଙ୍ଗଳରୁ କ୍ଷାନ୍ତ ହୁଅନ୍ତି। Praise the Lord. Hallelujah. ଫେରିବାକୁ ପଡ଼ିବ। ଜିସାୟ ପରି ଭାବବାଦୀ ଯାଇକି ହିଜକିୟଙ୍କୁ କହିଦେଲେ ତୁମେ ମରିବ, କିନ୍ତୁ ସେ ମଲେ କି ନାହିଁ? ଏମାନଙ୍କ ପାଖରେ କିଛି କିଛି ସୂତ୍ର ଅଛି। ହିଜକିୟ ଉପବାସ କଲେ ନାହିଁ, ତାଙ୍କ ପାଖରେ ଟାଇମ ନାହିଁ। ମରିବ ବୋଲି କେତେବେଳେ ମରିବ ଜଣା ନାହିଁ। ସେ ଦେଖିଲେ ସାଙ୍ଗେ ମରିଯିବି ନା କଣ ମୁଁ ଜାଣିନି, ସେ କାନ୍ଦିବା ଷ୍ଟାର୍ଟ କଲେ। Praise the Lord. ଏମିତି କାନ୍ଦିଲେ ପ୍ରଭୁ ତାଙ୍କର ଲୋତକ ଦେଖିକି ସାଙ୍ଗେ ସାଙ୍ଗେ ପ୍ରଭୁ ପ୍ଲାନିଂ ଚେଞ୍ଜ କରିଦେଲେ। ସିନେମା ଦେଖି କାନ୍ଦିବାଟା ବନ୍ଦ କର। ଇଣ୍ଡିଆ ମାନେ ଟୋକି ମାନଙ୍କ ପାଇଁ କାନ୍ଦିବାଟା ବନ୍ଦ କର। ଟୋକି ମାନେ ଟୋକା ମାନଙ୍କ ପାଇଁ କାନ୍ଦିବାଟା ବନ୍ଦ କର। ତୁମ ପିଲା ମୁଁ ମରିଯିବି, ମରୁନ ମର ବଡ ମରିଯିବି, ତୁମେ ବାହା ନହେଲେ ମୁଁ ବିଷ ଖାଇଦେବି।
ବିଷ କଲରା ଖାଇ ପାରୁନି ବିଷ କଲରା ପିତା ଲାଗୁଛି ବୋଲି ଖାଉ ନାହିଁ ବିଷ ପୁଣି ଖାଇ ତୁମେ ବାହାନ ହେଲେ ବିଷ ଖାଇ ସେ 10ଟା ଟଙ୍କାକୁ ସେମିତି କହିଛି ସେ ଜଣକୁ ନାହିଁ 10 ଲୋକ ଆଗରୁ କହିଛି ସେମିତି ତୁମେ ବାହାନ ହେଲେ ମରିବ ଜଣେ ଲୋକ ମରିବା ପାଇଁ ଯାଉଥିଲା ଆଜ୍ଞା କୋଉଠି କୁଅଁରେ ବୁଡିକି ରାସ୍ତାରେ ନାଗ ସାପ ଦେଖି ପଳେଇ ଆସିଲା ଡରିକି ମରିବା ପାଇଁ ଯାଉଥିଲା କୁଅଁରେ ଡେଇଁକି ନାଗ ସାପ ଦୋଷରୁ ପଳେଇ ଆସିଛି ସାବଧାନ ଏ ଧନ୍ଦା ଯାକ ଚଳିବ ନାହିଁ ପାପରୁ ଫେରିବାକୁ ଯଦି କୌଣସି ବି ପ୍ରକାର ଅପରାଧ ଗୁପ୍ତ ଭାବରେ ଅଛି ମୁଁ ତାହାକୁ ସ୍ପଷ୍ଟ କରିବାକୁ ମତେ ଭଲ ଲାଗୁନାହିଁ ଫେରିବାକୁ ପଡିବ ଏମିତି କାନ୍ଦିଲା ହିଜକିୟ ତାର କ୍ରନ୍ଦନରେ ଅନୁତାପ ଥିଲା ପ୍ରଭୁ ମୁଁ କଣ ଭୁଲ କରିଛି ମତେ କାହିଁକି ଏ ପ୍ରକାର ଦଣ୍ଡ ଦେଉଛନ୍ତି ଏମିତି କାନ୍ଦିଲା ପରମେଶ୍ୱରଙ୍କର ପ୍ଲାନିଂ ଚେଞ୍ଜ ହେଇଗଲା ଆପଣ ଉପବାସ କରନ୍ତୁ କିନ୍ତୁ ଫେରନ୍ତୁ ଆଉ କାନ୍ଦନ୍ତୁ ଦଣ୍ଡ ଯଦି ଅଛି ଦଣ୍ଡ ଦୂର ହେଇଯିବ ମୁଁ ଈଶ୍ୱରଙ୍କ ଦାସ ହିସାବରେ କହୁଅଛି ଏ ଗାଁରୁ ମୃତ୍ୟୁର ଦଣ୍ଡ ଯୋ ବାରମ୍ବାର ଆସୁଛି ଦୂର କରିବା ପାଇଁ ହେଲେ କାଲି କି ନାହିଁ ଆଜି ହିଁ ଆମକୁ କାନ୍ଦିବା ଦରକାର ଉପବାସରେ କାନ୍ଦିବା ଦରକାର ଆମକୁ ଫେରିବା ଦରକାର ଆମେ ଯଦି କାନ୍ଦିବା ଆଉ ଯଦି ଫେରିବା ତ ନିଶ୍ଚୟ ପରମେଶ୍ୱର ଏ ଦଣ୍ଡକୁ ବନ୍ଦ କରିଦେବେ ଦଣ୍ଡ ଘଟିବ ନାହିଁ ଦଣ୍ଡର ଦିନ ଦୂର ହେବ ଆମେ ଯେଉଁ ପ୍ରସଙ୍ଗ ପଢିଲୁ ଜୋଏଲରେ ଏବେ ହେଁ ତାର ଅର୍ଥ କଣ ଏବେ ହେଁ କାହିଁକି କୁହାଯାଉଛି ଏବେ ହେଁ କିଏ କହିବ ଏବେ ହେଁ ବୋଲି କୁହାଯିବାର ଅର୍ଥ କଣ ଚିନ୍ତା କରି କୋଉଠି ପାଣି ପିଇଲି ସମୟ ନାହିଁ ଏବେ ଅନେକ ବିଷୟ ଏକ ଅଧ୍ୟାୟରେ ବହୁତ କିଛି ହେଇଯାଇଛି ଏସବୁ ହେଲେ ହେଁ ପ୍ରଭୁ କହୁଛନ୍ତି ଏବେ ବି ସୁଯୋଗ ଅଛି Praise the Lord. Hallelujah. তুমি যদি ভাবুছ আমার বহুত কিছু সরি যাইছি বহুত কিছু নষ্ট হয়ে যাইছি মু কহিবা পাই চাহুছি তোমার কিছু নষ্ট হেই নাই এবে বি সুযোগ ଅଛି যদি ফেরিব অমঙ্গল দূর হব কোন 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 ক্ষতি হইছিলা আমার সিনা এটি দুই চারটা মরণ হেলা আজ্ঞা কিন্তু ইসরায়েল দেশের কোন ক্ষতি হইছিলা চলন্তু দেখিবা জয়েল 1 অধ্যায়କୁ আসু জয়েল 1 অধ্যাୟରେ ଆପଣ ଗଣି ପାରିବେ କଣ କଣ କ୍ଷତି ହେଇଥିଲା 1 ଅଧ୍ୟାୟର 4 ପଦ ଶୁକକୀଟ ଯାହା ଛାଡ଼ିଲା ପଙ୍ଗପାଳ ତାହା ଖାଇଅଛି ଓ ପଙ୍ଗପାଳ ଯାହା ଛାଡ଼ିଲା ପତଙ୍ଗ ତାହା ଖାଇଅଛି ଓ ପତଙ୍ଗ ଯାହା ଛାଡ଼ିଲା ଘୁରଘୁରିଆ ତାହା ଖାଇଅଛି ହେ ମତୁଆଳ ମାନେ ପ୍ରଥମ ହେଲା ବିଲ ବାଡର ଶସ୍ୟକୁ ପଙ୍ଗପାଳ ମାନେ ଖାଇବେ ଏହା ପ୍ରଥମ ବିପଦ ଶୁକକୀଟ ଘୁରଘୁରିଆ ପଙ୍ଗପାଳ ପତଙ୍ଗ ଇନଷ୍ଟଲମେଣ୍ଟରେ ଆସିଲା ପରି ଆସିଲେ ଆଉ ପ୍ରଥମେ ଶୁକକୀଟ ଖାଇଲା ସେ ଯାହା ଛାଡ଼ିଲା ପଙ୍ଗପାଳ ଖାଇଲା ସେ ଯାହା ଛାଡ଼ିଲା ପତଙ୍ଗ ଖାଇଲା ସେ ଯାହା ଛାଡ଼ିଲା ଘୁରଘୁରିଆ ଖାଇଲା କଣ ବଳିକି ଥିବ କିଛି ସବୁ ସରିଲା ଖାଇବା ପାଇଁ ଅନ୍ନ ନାହିଁ ପ୍ରଥମ ଦଣ୍ଡ ଆଚ୍ଛା ଏ ଦଣ୍ଡଟା କିଏ ପଠେଇଲେ
आमे हेले काहाकु घोड़ी थांतु शैतान केते लोक काजू बाड़े प्रार्थना पानी छिंचुछंती बोली मते खबर आसिला कोन पाई भलो काजू हो काजू बाड़े प्रार्थना पानी छिंचुबो के जीवन रे पाप थिबो प्रभु कीट मानकु पठाइबे के पठाइबे प्रभु पठाइबे प्रभु दंड दियंती तेणु यह प्रथम दंड द्वितीय दंड पढ़ंतु ताहार 6 पद जेहेतु आम देश विरुद्ध एक गोष्ठी उठी आसी अछि से बलवान व असंख्य ताहार दंत सिंह दंत तुल्य व ताहार कलदंत एक बृहत सिंहर कलदंत तुल्य गोटे गोष्ठी एपटे खाइबा को नाही एपटे शत्रु माने आसिकी आक्रमण करूछंती से माने आक्रमण करूछंती द्वितीय दंड तृतीय दंड कोन 7 पद पढ़ से आंभर द्राक्षालता उजाड़ करिଅछि व आंभ डिंबरी वृक्षर छेली छड़ाई पकाई अछि। अच्छा तृतीय दंडर गोटे कथा मते बुझा पड़ला द्राक्षालता को उजाड़ करूछ द्राक्षालतार फल तोली की खाइले चलो भाई भोक लागेला खाइला पड़ेला ए माने कोन करूछंती द्राक्षालता को पूरा छारनार कर दउछंती पूरा ध्वंस कर दउछंती यार अर्थ कोन केबे हे द्राक्षा फल न हे माने आमे खाइबो नै कि तमे खाइबो नै ए दंडटा के दैछंती हां तुमको मिलिबो ना काकू मिलिबो चतुर्थ दंड कोन शत्रु माने आसी मुआड़ को देखंती डिंबुरी गछ को चढ़िले कातिरे तार छेली चांची 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 काढी पकाए पहले मु कहबा कथा तुमे गछ हाणलो नै छेली काहे काढुछ कोन पाई छेली काढलो जानिछंती डिंबुरी गछर गुण छेली थिले ही फळिबो तार चोपारे फळे एणु करी शत्रु जानिछंती कोन गछ थाउ किंतु फळ न एटा के दंड दोछंती चाकरी थाउ पैसा नहीं सर्टिफिकेट थाउ चाकरी नहीं डिग्री थाउ ऑर्डिनेशन थाउ मिनिस्ट्री नहीं गछ बंची छि किंतु कोन नहीं এই প্রকার দুর্দশা ফল নাই শস্য নাই শত্রু মানে আসি দ্রাক্ষালতা উজাড় করে দেলে পঞ্চম দণ্ডକୁ দেখো 10 পদ क्षेत्र उजाड़ होयछि देश शोक करूअछि कारण शस्य उजाड़ होयछि नूतन द्राक्षारस सुखी जायछि तैल क्षय पाइछि तैल क्षय पाउछ माने केते उताप तेल जल्दी सुखे नाही तेल जल्दी सुखे नाही ता माने आपण तो जहा भी बळ अछि सब नष्ट है आउ कोन हेउछि 11 हे कृषक गण तुम्हे माने लज्जित हुओ हे द्राक्षा क्षेत्र पाल गण तुम्हे माने गहम व जव विषय हाहाकार कर कारण क्षेत्र शस्य नष्ट होय अछि द्राक्षालता शुष्क होय अछि व डिंबेरी वृक्ष म्लान हेउ अछि डिंबेरी वृक्ष मध्य खजूर वृक्ष व नागरंग वृक्ष आउ क्षेत्र से जावतीय वृक्ष शुष्क होय अछि कारण मनुष्य संतान गण मध्यरु आनंद शुष्क होई जाय अछि सब गछ सुखी जाय छि नागरंग गछ नागरंग गछ बोली कोन जानिनो नाको जानिनो नाको रंग होइथिबा नाको सेमति नै नागरंग बोली कहले एप्पल
Praise the Lord. ହେଲେ ଆମେ ସବୁ apple ବୋଲି ଜାଣିଛୁ। Praise the Lord. ନାଗରଙ୍ଗ ଗଛ ଶୁଖି ଯାଇଛି, ଡାଳିମ୍ବ ଗଛ ଶୁଖି ଯାଇଛି, ଖଜୁରୀ ଗଛ। ଆଚ୍ଛା ମତେ କୁହ, କେବେ ହେଲେ ଖଜୁରୀ ଗଛ ଶୁଖିବ କି ଆଜ୍ଞା? ମରୁଭୂମିରେ ବଞ୍ଚିବ। ସେ ପାଣି କେବେ ଟିକେ ଶୁଙ୍ଗିଦେଲେ ସେ ପାଣି ଶୁଙ୍ଗି କରି ବର୍ଷ ବର୍ଷ ବଞ୍ଚିବ। ପ୍ରଭୁଙ୍କର ଦଣ୍ଡ ଦେଖନ୍ତୁ, ଖଜୁରୀ ଗଛ ବି ଶୁଖିଗଲା। ମାନେ ମଣିଷକୁ ଯେତେବେଳେ ପରମେଶ୍ୱର ଦଣ୍ଡ ଦିଅନ୍ତି, ପାପର ଦଣ୍ଡ, ଯାହା ଯାହା ତୁମର ବଳ ଥିବ ସବୁ ସରିଯିବ। ଟଙ୍କା ବଳ, ଜ୍ଞାନ ବଳ, ସାର୍ଟିଫିକେଟ ବଳ, ଚାକିରି ବଳ, ଧନ ବଳ, ସୌନ୍ଦର୍ଯ୍ୟ ବଳ, ଯାହା ବି ଅଛି ସବୁ ସମାପ୍ତ ହେଲା। ଲୋକମାନେ ମରିବାକୁ ଲାଗିଲେ। ସେତେବେଳେ ପ୍ରଭୁ କହୁଛନ୍ତି, କଣ କହୁଛନ୍ତି? 18 ଆଚ୍ଛା ତାହାର 16, 17 ପଢନ୍ତୁ। ଆମମାନଙ୍କ ଦୃଷ୍ଟିରୁ ଖାଦ୍ୟ ଓ ଆମ୍ଭମାନଙ୍କ ପରମେଶ୍ୱର ଗୃହର ଆନନ୍ଦ ଓ ଉଲ୍ଲାସ କି ଅନ୍ତର କରାଯାଇ ନାହିଁ। ମାନେ ଖାଇବାଟା ଦେଖି ପାରୁନାହାନ୍ତି ଏମାନେ। ଖାଇବାର ଖାଦ୍ୟକୁ ଦେଖି ବହୁତ ଦିନ ହେଇଗଲା। ମଣିଷକୁ ବିପଦ ପଡିଲେ ଗିର୍ଜା ଘରେ ଯାଆନ୍ତି, ଏଠାରେ ଗିର୍ଜା ଘରେ ମଧ୍ୟ ଆନନ୍ଦ ମିଳୁନାହିଁ। ପ୍ରାର୍ଥନା କଲେ ବି ଭଲ ଲାଗୁନାହିଁ। ଏମିତି ଅବସ୍ଥା ହେଇଯାଇଛି। 18 ପଦ 17 ପଦ ପଢନ୍ତୁ। ବିହନ ସବୁ ଟେଣା ତଳେ ପଚି ଯାଉଅଛି, ଗଲା ସବୁ ଧ୍ୱଂସିତ, ଶସ୍ୟ ଅମାର ସବୁ ଭଗ୍ନ ହୋଇଅଛି, କାରଣ ଶସ୍ୟ ଶୁଷ୍କ ହୋଇଅଛି। ଅମାର ଯେତେ ସେଭିଂ ପଇସା ରଖିଥିଲେ ସବୁ ସରିଯାଇଛି। 18 ପଦ। ପଶୁଗଣ କିପରି ଆର୍ତ୍ତସ୍ୱର କରନ୍ତି, ଚରା ନ ଥିବାରୁ ପଶୁପଲ ବ୍ୟାକୁଳ ହେଉଅଛନ୍ତି। ହିନ୍ଦୀରେ ଲେଖା ଅଛି, गाय बैल सबके सब इंसान का पापों का फल भोग रहे। एमिति दुर्दशा पड़िला बेले परमेश्वर कहउछंती एबे हे उपवास कर। प्रेज द लॉर्ड। मु ईश्वरଙ୍କ ବାକ୍ୟରୁ କହୁଛି, ଈଶ୍ୱରଙ୍କ ବାକ୍ୟ ସ୍ୱର୍ଗ ପୃଥିବୀ ଲୋପ ହେଇପାରେ, ଏ ବାକ୍ୟ ଲୋପ ହେବ ନାହିଁ। ଏ ବାକ୍ୟରେ କୁହାଯାଇଅଛି, ତୁମର ଯେତେ କ୍ଷତି ହେଇଥିଲେ ହେଁ, ଯେତେ ନଷ୍ଟ ହେଇଥିଲେ ହେଁ, ପ୍ରଭୁ କହୁଛନ୍ତି ଏବେ ବି ସୁଯୋଗ ଅଛି। ଏବେ ହେଁ ସୁଯୋଗ ଅଛି। କଣ ସୁଯୋଗ ଅଛି? ଏବେ ହେଁ ଉପବାସ କରି, ରୋଦନ କରି, ବିଳାପ କରି ଫେର ଯେଉଁ ମଙ୍ଗଳ ଘଟାଇଥିଲେ ପ୍ରଭୁ ତହିଁରୁ କ୍ଷାନ୍ତ ହେବେ। ଆଉ ଜାଣିଛନ୍ତି ଇସ୍ରାଏଲୀୟ ମାନେ ସତକୁ ସତ ଉପବାସ କଲେ। ହାଲେଲୁୟା। ଶୁଣୁଛନ୍ତି? ଖାଲି ଉପବାସ କରିନାହାନ୍ତି, ଯେତେ ଯେତେ ପାପ କରୁଥିଲେ ଅନୁତାପ କଲେ, କାନ୍ଦିଲେ, ଫେରିଲେ। ତହିଁରେ କଣ ହେଲା? ଏ ଯେତେ ଦଣ୍ଡ ଆସିଥିଲା, ଏ ସବୁ ଦଣ୍ଡ ଆଶୀର୍ବାଦରେ ବଦଳିଗଲା। କେମିତି? ଟିକେ ପଢନ୍ତୁ। ଏମାନେ ଉପବାସ କଲେ, ଏମାନେ ଫେରିଲେ, ତହିଁରେ ପରମେଶ୍ୱର କଣ କଲେ? 20 ପଦ, 2ର 20 ପଦ ପଢନ୍ତୁ। ମାତ୍ର ଆମ୍ଭେ ତୁମ୍ଭମାନଙ୍କ ନିକଟରୁ ଉତ୍ତର ଦେଶୀୟ ସୈନ୍ୟ ଦଳକୁ ଦୂର କରିବା, ପୁଣି ସେମାନଙ୍କୁ ଶୁଷ୍କ ଓ ଧ୍ୱଂସିତ ଦେଶକୁ ତୋଡ଼ି ଦେଇ ସେମାନଙ୍କର ଅଗ୍ରଭାଗ ପୂର୍ବ ସମୁଦ୍ର ଆଡେ ଆଉ ସେମାନଙ୍କର ପଶ୍ଚାତ ଭାଗ ପଶ୍ଚିମ ସମୁଦ୍ର ଆଡେ ତୋଡ଼ିଦେବା। ତହିଁରେ ସେମାନଙ୍କ ଦୁର୍ଗନ୍ଧ ଉଠିବ ଓ କୁବାସ ନିର୍ଗତ ହେବ। ଯେଉଁ ସିଂହ ପରି କଳଦନ୍ତ ଧରି ଯୋଉ ଶତ୍ରୁ ଆସିଥିଲେ, ପ୍ରଭୁ କହିଲେ ଆମେ ତାହାକୁ ଖୋଡ଼ି ଦେବା। କେତେବେଳେ? ଉପବାସ କରିକି ଫେରିଲେ। ପ୍ରେଜ ଦ ଲର୍ଡ। ହାଲେଲୁୟା। ଆଉ କଣ କଲେ? 21ରେ, हे देश भय कर नहीं, उल्लसित हे आनंद कर, कारण सदा प्रभु महत् कर्म मान करिअछंती। हे क्षेत्रस्थ पशुगण, तुमे माने भय कर नहीं,
କାରଣ ପ୍ରାନ୍ତରସ୍ଥ ଚୋରାଣୀ ସ୍ଥାନ ସବୁ ଅଙ୍କୁରିତ ହେଉଅଛି, ବୃକ୍ଷ ଫଳ ଧରୁଅଛି, ଡିମିରି ବୃକ୍ଷ ଓ ଦ୍ରାକ୍ଷଲତା ଆପଣା ଶକ୍ତି ପ୍ରକାଶ ଓ କରୁଅଛି। ହାଲେଲୁୟା। ଛେଲି ନଥିବା ଗଛରେ ଫଳ ହୁଏ ନାହିଁ, କିନ୍ତୁ ପାପରୁ ଫେରିଲେ ଆଉ ଥରେ ହେବ। ତାର ଅର୍ଥ କଣ? ଅସମ୍ଭବ ଜିନିଷ ପ୍ରଭୁ ସମ୍ଭବ କରିବାକୁ ଯାଉଛନ୍ତି। ଅସମ୍ଭବ। ଡିମୁଳି ଗଛ ଆଉ ଥରେ ଫଳ ଫଳିବ, ଦ୍ରାକ୍ଷାଲତା ଆଉ ଥରେ ଫଳ ଧରିବ, ପ୍ରାନ୍ତର ଚରାଣୀ ସ୍ଥାନ ସବୁ ଅଙ୍କୁରିତ ହବ। ଯାହା ଶୁଖି ଯାଇଛି, ଯାହା ମରି ଯାଇଛି, ଆଉ ଥରେ ଗଜା ହେବ। ଶୁଣନ୍ତୁ ଶୁଣନ୍ତୁ ଶୁଣନ୍ତୁ, ଯାହା କିଛି ନଷ୍ଟ ହେଇଯାଇଛି ଆଉ ଥରେ ତାହା ଫେରି ପାଇବେ। ଯୋଉ ଆନନ୍ଦ, ଯୋଉ ଶାନ୍ତି, ଯୋଉ ସ୍ୱାସ୍ଥ୍ୟ, ଯୋଉ ସୁଖ, ଯୋଉ ମଙ୍ଗଳ, ଯୋଉ ଆଶୀର୍ବାଦ, ଯୋଉ ଉନ୍ନତି, ଯାହା କିଛି ସବୁ ଶୁଖି ଯାଇଛି, ନଷ୍ଟ ହେଇଯାଇଛି, ଯାହା କିଛି କ୍ଷୟ ହେଇଯାଇଛି, ଯାହା କିଛି ବିପଦରେ ନଷ୍ଟ ହେଇଯାଇଛି, ଉପବାସ କରିକି ଫେରିଲେ ତାହା ଆଉ ଥରେ ଗଜା ହେବ। ଆଉ ଥରେ, ଆଉ ଥରେ। ଏଥିପାଇଁ ପ୍ରଭୁ କହୁନାହାନ୍ତି ପ୍ରାର୍ଥନା କରିବ। ହଁ, ପ୍ରଭୁ କହୁଛନ୍ତି ଫେର। ଆମ ଲୋକମାନେ କଣ, ପ୍ରଭୁ ଆମ ଘରେ ଶାନ୍ତି ଦିଅ ପ୍ରଭୁ ବୋଲି ପ୍ରାର୍ଥନା କରିବେ। ଅଧଘଣ୍ଟା ବା 15 ମିନିଟ, 3 ଘଣ୍ଟା ଟିଭି ଦେଖିବେ। କଣ ଭାବୁଛନ୍ତି 10 ମିନିଟ ପ୍ରାର୍ଥନା କଲେ ପ୍ରଭୁ ତୁମକୁ ସବୁ ଫେରାଇ ଦେବେ? ନାହିଁ। ତୁମେ ଯଦି କିଛି ବି ହରାଇଛ, ମୋ କଥା ତୁମେ ଶୁଣ ବା ନ ଶୁଣ, ଟିଭିରେ ପାପରେ ଅଛ, ମୋବାଇଲରେ ପାପରେ ଅଛ, କଥାବାର୍ତ୍ତାରେ ପାପରେ ଅଛ, ଚିନ୍ତା ଭାବନାରେ ପାପରେ ଅଛ, ଜୀବନରେ କିଛି ଗୁପ୍ତ ପାପରେ ଅଛ, ଯେ ଯାଏ ଫେରି ନାହ, ତୁମର ପ୍ରାର୍ଥନାର କିଛି କାମ ହେବ ନାହିଁ। କିଛି ନାହିଁ। ଶୁଣବା ନ ଶୁଣ, କରବା ନ କର, ଏହା ହଉଛି ସତ୍ୟତା। ଏଠାରେ ପ୍ରଭୁ କହିନାହାନ୍ତି ପ୍ରତିଦିନ ଅଧଘଣ୍ଟା ଲେଖା ପ୍ରାର୍ଥନା କର। ପ୍ରଭୁ କହିଲେ ଫେର। କେତେ ପରସେଣ୍ଟ ଫେରିବା ପାଇଁ? 100 କୁ ସର୍ବାନ୍ତକରଣ। ଓ ହାଲେଲୁୟା। ତା ମାନେ ସମ୍ପୂର୍ଣ୍ଣ ଅନ୍ତକରଣ। ହିନ୍ଦୀରେ ଲେଖା ଅଛି ପୁରୀ ରୀତି ସେ। ତା ମାନେ ଆମ ଲୋକମାନେ କଣ, ଆଜ୍ଞା ଆଗରେ ଟିକେ ଟିକେ ବେଶୀ ପିଉଥିଲି, ଏବେ ଟିକେ କମେଇ ଦେଇଛି ଆଜ୍ଞା, ଚଳିବ ତ? ନାଇଁ। ଆଗରେ ଟିକେ ବେଶୀ ଝଗଡା କରୁଥିଲେ, ଏବେ ଟିକେ କମ କରୁଛି। ଟିକେ ସ୍ତ୍ରୀକୁ ବେଶୀ ମାରୁଥିଲେ, ଏବେ ଟିକେ କମ ମାରୁଛି। ନାଇଁ, ତମେ ବେଶୀ ମାର, ବେଶୀ ମଦ ପିଅ, ବେଶୀ ପାପ କର, କଣ ଦରକାର ଅଛି କମ କରିବା ପାଇଁ? ଛାଡ଼ିବ ପୁରା ଛାଡ଼, ନହେଲେ ବେଶୀ ପାପ କର ଆଉ ବେଶୀ ଦଣ୍ଡ ଭୋଗ, ଆମକୁ ଡାକିବନି ଆଉ। ବୋଲେ ତୁମେ ପାପ କରିବ, ଦଣ୍ଡ ଭୋଗିବ, ଆମେ ବାହା ବାହା ହେଇକି ବୁଲଥିବୁ କି ପ୍ରଚାର କରି କରି। ଏଣୁ ପ୍ରଭୁ କହିଲେ ଜୀବନ ନା ମରଣ ସ୍ଥିର କର। ପାପର ବେତନ ମରଣ, ପାପ କରିବ ତ କର, ମରିବ, ଫେରିବ ତ ଜୀବନ ପାଇଁ। ଏଣୁ ସର୍ବାନ୍ତକରଣ ସହିତ ଟିକେ ଟିକେ ଗିର୍ଜା ଯାଉଛି ଆଜ୍ଞା, ଆଜିକାଲି ଟିକେ ଟିକେ ବାଇବଲ ପଢୁଛି ଆଜ୍ଞା, ଟିକେ ଟିକେ ଗୀତ ଗାଉଛି ଆଜ୍ଞା, ଚଳିବ ତ? ଚଳିବ ନାହିଁ। ଫେର। ଅନେଶ୍ୱତ ଭାଗ ଫେରିଲେ ବି ହବ ନାହିଁ। ଜଣେ ଭାଇଙ୍କର କଥା, ଆଜିକାଲି ସେ ସବୁ ଲୋପ ପାଇଗଲା। ବଡ ଦୁଃଖର କଥା। ମତେ ସେଥିପାଇଁ ବହୁତ ବୋଝ ଅଛି, ପ୍ରଭୁ ତାହା କରନ୍ତୁ ବୋଲି। କଣ, ଗୋଟେ ମିଟିଂ ହେଲା ମାନେ ଲୋକ ଅନୁତାପ କରୁଥିଲେ, ଫେରୁଥିଲେ, ଆଉ ଏମିତି ଫେରୁଥିଲେ ଯେ ପବିତ୍ର ଆତ୍ମା ପାଉଥିଲେ। ଆଜିକାଲି ତାହା ହେଉନାହିଁ। କାହିଁକି ହେଉନାହିଁ? ଲୋକ ପୁରାପୁରି ଫେରୁନାହାନ୍ତି। କୁଇ ଅଞ୍ଚଳର ଗୋଟେ କଥା ମୁଁ କହିବି, କନ୍ଧ ଭାଷାବାଦୀ ଅଞ୍ଚଳର ଗୋଟେ କଥା। ସେ ଭାଇକୁ ବି ଆପଣ ମାନେ ଜାଣନ୍ତି। ଯେତେବେଳେ ଆମର
ଜଣେ ପ୍ରଭୁଙ୍କ ଦାସ ରଣାଲୟ ମଣ୍ଡଳୀର ପାଳକ ଈଶଦେବ ପାଣି ପ୍ରଭୁ ତାଙ୍କୁ ଗୋଟେ ସମୟରେ ଭୟଙ୍କର ଶକ୍ତି ଦେଇଥିଲେ। ସେ ଠିଆ ହେଲେ ଗୋଟେ ଜାଗାରେ ବୋଲି କହିଲେ ଲୋକମାନଙ୍କର ପାପ ସମ୍ପୂର୍ଣ୍ଣ ଦେଖିପାରୁଥିଲେ। ଜଣେ ଆସିଲା ମାନେ ସେ କାନ୍ଦିବ, ଅନୁତାପ କରିବ। ଯଦି ତାକୁ ଅନୁତାପ ହେଉନାହିଁ, ପ୍ରଥମେ ସେ କହୁଥିଲେ ତମେ ଯାଅ ନିଜ ପାପ ସ୍ୱୀକାର କରିକି ଆସ। ସ୍ୱୀକାର କରିକି ଯଦି ସେ ପରିତ୍ରାଣର ଆନନ୍ଦ ପାଇଗଲା, ପବିତ୍ର ଆତ୍ମା ପାଇଗଲା ତ ଭଲ କଥା। ନାଇଁ ଆଜ୍ଞା ମତେ କିଛି ହେଉନାହିଁ, ତ ଆସ ମିଶିକି ପ୍ରାର୍ଥନା କରିବା। ପ୍ରାର୍ଥନା କଲା ବେଳକୁ ତାର କୌଣସି ଗୋଟେ ପାପ ରହିଯାଇଛି, ଯାହା ହେତୁ ତାକୁ ପବିତ୍ର ଆତ୍ମା ମିଳୁନାହିଁ। ତ ଏ ପ୍ରଭୁଙ୍କ ଦାସ କହିଦେଉଥିଲେ ଅଙ୍କ ପାପ ତୁମର ରହିଯାଇଛି। ତ ସେ କାନ୍ଦୁଥିଲେ। ଆଉ ଯିଏ ଆସିଲା ମାନେ ସେ ପରିତ୍ରାଣ ପବିତ୍ର ଆତ୍ମା ପାଇକି ହିଁ ଯିବ। କୁଇ ଅଞ୍ଚଳର ଏ ପାଖର ଗୋଟେ ଘଟଣା। ସେ ପାଳକ ବଞ୍ଚିଛନ୍ତି। ସେତେବେଳେ ସେ ନୂଆରେ ପ୍ରଭୁଙ୍କୁ ଗ୍ରହଣ କଲେ, କିନ୍ତୁ ପରିତ୍ରାଣ ପାଇବାର ଯୋଉ ଅନୁଭୂତି, ପବିତ୍ର ଆତ୍ମା ପାଇବାର ଯୋଉ ଅନୁଭୂତି, ଏଇଟା ମିଳୁ। ସେ ସମୟରେ କଣ ହେଲା, ପ୍ରଭୁଙ୍କ ଦାସ ପାଣି ବାବୁ କହିଲେ ଯାଅ ଏକଲା ପ୍ରାର୍ଥନା କରି ସବୁ ପାପ ସ୍ୱୀକାର। ସ୍ୱୀକାର କଲେ ଆଜ୍ଞା କିଛି ହେଉନାହିଁ ଆଜ୍ଞା, ମୁଁ ସ୍ୱୀକାର କଲି। ଚାଲ ଘର ଭିତରେ ନାହିଁ, ଗାଁ ମୁହାଣୀରେ ଆଖି ବନ୍ଦ କଲେ। ମୁଁ ଦେଖୁଛି ପଘା ଦୌଡ଼ି ଜଣକର ତୁମେ ଚୋରେଇ ଆଣିଛ। ମନେ ପଡ଼ିଲା ଅଙ୍କ ବଣରେ, ଅଙ୍କ ଲୋକର, ଅଙ୍କ ତାରିଖରେ ପଘା ଦୌଡ଼ି ତୁମେ ଚୋରେଇ ଆଣିଛ। ସେ ପାପ ପାଇଁ କ୍ଷମା ମାଗିଲ। ସେ ମନେ ପଡ଼ିଗଲା ତାକୁ। ସେ କାନ୍ଦିଲା, ପ୍ରଭୁ ହଁ ମୁଁ କେତେ ଟଙ୍କା ଆଜ୍ଞା ପଘା ଦୌଡ଼ି? 10,000 ହେବ? 20,000? ମାତ୍ର 20 ଟଙ୍କା। ଏ 20 ଟଙ୍କାର ପାପ ହେତୁରୁ ପବିତ୍ର ଆତ୍ମା ଆସୁନାହାନ୍ତି। ପ୍ରଭୁଙ୍କ ଦାସ କହିଲେ ଜଣଙ୍କର ପଘା ଦୌଡ଼ି ତୁମେ ଚୋରି କରିଥିଲ, ସେଥିପାଇଁ କ୍ଷମା ମାଗିନ। କ୍ଷମା ମାଗ। ଯେମିତି କ୍ଷମା ମାଗିଲେ, କାନ୍ଦିଲେ, ପ୍ରଭୁ କ୍ଷମା କର, ତା ପରବର୍ତ୍ତୀ ଶବ୍ଦ ଯାହା କହିଲେ ତାହା ପରଭାଷା ଥିଲା। ପବିତ୍ର ଆତ୍ମାରେ ପୂର୍ଣ୍ଣ ହେଇଗଲେ। ସେ ବିଜଣ ଯାକ ବଞ୍ଚିଛନ୍ତି। ସେ ଭାଇ ହେଲେ ସାର୍ଗିଟାର। ପ୍ରଭୁଙ୍କ ଦାସ ସହିତ ପାଣି ବଞ୍ଚିଛନ୍ତି। ମୁଁ କହିବା କଥା କଣ, ଛୋଟ ପାପ ବି ଯଦି ଥିବ ଆପଣ ପବିତ୍ର ଆତ୍ମାଙ୍କ ସ୍ପର୍ଶ ପାଇପାରିବେ। ଉପବାସ ପ୍ରାର୍ଥନା ଚାଲିଥିବ, ଗିର୍ଜା ପ୍ରାର୍ଥନା ହେଉଥିବ, ପ୍ରଭୁ ଆମ ମଧ୍ୟରେ ଓହ୍ଲାଇ ଆସିବେ। ଏଣୁ ସର୍ବାନ୍ତକର ସହିତ ଫେରିବାକୁ ପଡ଼ିବ। ପୁରା ଯଦି ସମ୍ପୂର୍ଣ୍ଣ ଭାବରେ ଫେରି ଆସିବ, ତମର ଦଣ୍ଡ ସମ୍ପୂର୍ଣ୍ଣ ଆଜିଠାରୁ ଫୁଲ୍ ଷ୍ଟପ୍ ହେବାକୁ ଯାଉଛି। ଆଉ ଆଜିଠାରୁ ମଙ୍ଗଳ ଆରମ୍ଭ ହେବାକୁ ଯାଉଛି। ପାପର ଦଣ୍ଡ ହେତୁ ଯାହା ଶୁଖି ଯାଇଥିଲା ତାହା ଆଉ ଥରେ ଗଜା ହେବ। ଯାହା ସବୁ ଛେଲି ଶୂନ୍ୟ ହେଇଯାଇଥିଲା ଆଉ ଥରେ ଫଳ ଧରିବ। ତାହା ହିଁ ନାହିଁ। ଟିକେ ତଳକୁ ପଢନ୍ତୁ, 23 ପଦ 24 ପଦ। ଏଥିପାଇଁ ହେ ସିଓନର ସନ୍ତାନଗଣ, ତୁମେମାନେ ଉଲ୍ଲସିତ ହୁଅ ଓ ସଦାପ୍ରଭୁ ତୁମମାନଙ୍କ ପରମେଶ୍ୱରଙ୍କ ଠାରେ ଆନନ୍ଦ କର, କାରଣ ସେ ତୁମ୍ଭମାନଙ୍କୁ ଯଥା ପରିମାଣରେ ଆଦ୍ୟ ବୃଷ୍ଟି ଦିଅନ୍ତି ଓ ସେ ତୁମ୍ଭମାନଙ୍କ ନିମନ୍ତେ ବୃଷ୍ଟି ବର୍ଷାନ୍ତି। ଆଦ୍ୟ ବୃଷ୍ଟି ଓ ଶେଷ ବୃଷ୍ଟି ପ୍ରଥମ ମାସରେ। ପୁଣି ତୁମ୍ଭମାନଙ୍କର ଖଳା ସବୁ ଗହମରେ ପରିପୂର୍ଣ୍ଣ ହେବ
ଓ କୁଣ୍ଡ ସବୁ ଦ୍ରାକ୍ଷାରସ ଓ ତୈଳରେ ଉଛୁଳି ଉଠିବ। ଦ୍ରାକ୍ଷା ଲତା ଉଜାଡ ଥିଲା, ଶସ୍ୟ ନଥିଲା, ଏବେ ଖଳା ଆଉ ଭର୍ତ୍ତି ଭର୍ତ୍ତି ହେଇଯିବ। ଆଉ କୁଣ୍ଡ ସବୁ ଉଛୁଳି ପଡିବ। ଆଉ କଣ 25 ପଦ ପଢନ୍ତୁ। ଆଉ ଆମେ ତୁମ୍ଭମାନଙ୍କ ମଧ୍ୟକୁ ଆପଣ ଯେଉଁ ମହା ସୈନ୍ୟ ଦଳ ଅର୍ଥାତ୍ ପଙ୍ଗପାଳ, ପତଙ୍ଗ, ଘୁର୍ଘୁରିଆ ଓ ଶୁକକୀଟ ପଠାଇଲୁ, ସେମାନେ ଯେଉଁ ବର୍ଷର ଶସ୍ୟାଦି ଖାଇଅଛନ୍ତି ତାହା ଆମେ ତୁମ୍ଭମାନଙ୍କୁ ଫେରାଇ ଦେବା। କିଏ ଫେରାଇ ଦେବେ? କିଏ ଫେରାଇ ଦେବେ? ଯାହା 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 କ୍ଷତି ହେଇଛି ପ୍ରଭୁ କହୁଛନ୍ତି ଆମେ ତୁମକୁ ଫେରାଇ ଦେବା। ପ୍ରେଜ୍ ଦ ଲର୍ଡ, ହାଲେଲୁୟା। ପ୍ରଭୁଙ୍କ ଲୋକମାନେ ଏଥିପାଇଁ କୁହାଗଲା ଏବେ ହେ ଅର୍ଥାତ୍ ଏତେ କିଛି ନଷ୍ଟ ହେଲେ ହେଁ, ଏତେ ବିଳମ୍ବ ହେଲେ ହେଁ ପ୍ରଭୁ କହୁଛନ୍ତି ଏବେ ବି ସମୟ ଅଛି। ଏବେ ହେ ଫେର ବୋଲି କହିବାର ଅର୍ଥ ଏବେ ବି ସମୟ ଅଛି, ଫେର। ଯାହା କିଛି ଅମଙ୍ଗଳ ହେଇଛି, ଯାହା କିଛି କ୍ଷତି ହେଇଛି ଆମେ ତାହା ତୁମକୁ ଫେରାଇଦେବା। ଆହାବ ଯେଉଁ ପରମେଶ୍ୱରଙ୍କ ଦ୍ୱାରା ଅମଙ୍ଗଳ ଦୂର ହେବାର ଦେଖିଲେ, ଆହାବର ପରମେଶ୍ୱର ଆମର ପରମେଶ୍ୱର। ନିନିବିର ଲୋକମାନେ ଯେଉଁ ଈଶ୍ୱରଙ୍କ ଠାରେ ଉପବାସ କଲେ, ପାପରୁ ଫେରିଲେ, ସେଇ ଈଶ୍ୱରଙ୍କ ଠାରେ ଆଜି ଆମେ ବି ଉପବାସ କରିଛୁ। ଯଦି ଆମେ ବି ଫେରିବା ଆମ ପାଇଁ ବି ଦଣ୍ଡ ଦୂର ହବ। ପ୍ରଭୁଙ୍କ ଲୋକମାନେ, ମୁଁ ଆଉ ବାକ୍ୟ କହିବି ନାହିଁ। ଆପଣଙ୍କୁ ଫେରିବା ପାଇଁ ମୁଁ ଅଳ୍ପ ସମୟ ଦେବାକୁ ଚାହେଁ। ଆସନ୍ତୁ ସମସ୍ତେ ଆମେ ଯେତେ ସମୟ ଆଣ୍ଠେଇ ପାରିବା ଆଣ୍ଠେଇ ଯିବା। ସମସ୍ତେ ଯେତେ ସମୟ ଆପଣ ଆଣ୍ଠୁ ମାତି ପାରିବେ ଆଣ୍ଠୁ ପାତନ୍ତୁ। ଆଉ ନିଜ ଜୀବନକୁ ପ୍ରଭୁଙ୍କ ହାତରେ ରଖନ୍ତୁ। ଏହି ସମୟରେ କେହି ହେଲେ ଅନ୍ୟ ମନସ୍କ ହେବା ନାହିଁ, ଅନ୍ୟ ଧ୍ୟାନରେ ରହିବା ନାହିଁ। ଆମେ ସମସ୍ତେ ଆପଣା ଆପଣାକୁ ପଥରେ ଫେରି ଆସିବା।